हेलो पिला माने सो केमिति अछंती आपण माने स्वागत करूछु मु तमर से सुंदर चैनल पीएसएन पावर ऑफ साइंस मैजिक रे। तो पिला माने हम माने गत क्लास रे डिस्कशन करथिलु को टॉपिक ऊपर। गत क्लास रे हम माने डिस्कशन करथिलु हिस्ट्री तृतीय अध्याय विषय रे। जद सेटा को हम कंप्लीटली छाड़ देथिलु। तो जदि तुम देखि ना हो आई बटन रे पळे आसो कि समय पर जाई कि फटाफट देखि दबो। बहुत सुंदर है वीडियोटा। आ वीडियो एत सुंदर होछि तम मानकर अरे कोन मो चैनल प्रति इंटरेक्शन टा कमी होछि। बहुत अधिक भल होई होछि ना। हम्म ମୁଁ ତ କହୁଛି ୟାର କିଛି ଭୁଲ ରହୁଛି ଯଦି ମୋର ମତେ କହୁନ। ଆରେ ଜଣକୁ ଜଣକୁ ଭୁଲ ଟା ଆଇଡେଣ୍ଟିଫାଇ କରାଇଲେ ତ ସେ ଜାଣିବ ନା। ଆଉ ଯଦି ସେ ମୁଁ ଯଦି ମୋ ନିଜ ଭୁଲ ଯଦି ନିଜେ ନିଜେ ଜାଣିନ୍ତି ମୁଁ ତ ଭଗବାନ ହେଇଯାନ୍ତି। ତମମାନେ କିଛି କମେଣ୍ଟ ସେକ୍ସନରେ କମେଣ୍ଟ ବି କରୁନ କି କିଛି କହୁ ବି ନା। ମୁଁ କଣ ମୁଁ କେମିତି ଜାଣିବି ଯେ ମୋର ଭୁଲ କୋଉଠି ରହୁଛି। ମୁଁ ଏଇ ଦେଖୁଛି 2 ଦିନ ଭିତରେ ମୋର 2ଟି ସବସ୍କ୍ରାଇବର୍ସ କମିଗଲେ। 58 ସବସ୍କ୍ରାଇବର୍ସ ଆସି 56 ସବସ୍କ୍ରାଇବର୍ସ ପହଞ୍ଚିଗଲେଣି। ଭାଇ କୋଉଠି କିଛି ଭୁଲ ରହୁଛି କି କିଛି ତ୍ରୁଟି ରହୁଛି ତ କୁହ। ଓକେ ସେଟା ସମସ୍ତଙ୍କ ଚଏସ୍ ସେଥିରେ ଭାଇ ମୁଁ କିଛି କରିପାରିବିନି। ୱେଲ୍ ଆଜିକାର ଭିଡିଓରେ ଆମେ ମାନେ ଗତ ଅଧ୍ୟାୟ କୋଉ ବିଷୟରେ ପଢିଥିଲେ କେନ୍ଦ୍ର ସରକାର ଆଉ କେନ୍ଦ୍ର ମନ୍ତ୍ରୀ ପରିଷଦ ବିଷୟରେ ପଢିଥିଲେ। ମାନେ ଓଭରଅଲ୍ କହିତେ ଗଲେ ଦେଶର ଆମ ଦେଶର ଲୋକମାନଙ୍କ ଉପରେ ଶାସନ କରିବାର ଷ୍ଟେପସ୍ ବା ଶାସନ କରିବାର ପ୍ରଣାଳୀ ଗୁଡିକ ଆମେ ସବୁ ଅବଜର୍ଭ କରିଥିଲେ। ଆମେ ସବୁ ନୋଟିସ୍ କରିଥିଲେ ଯେ ଓଭରଅଲ୍ ଦେଶକୁ ଆମ ସରକାର କେମିତି ହ୍ୟାଣ୍ଡେଲ କରୁଛନ୍ତି ହେଲା। ସେଇ ଜିନିଷ ଆମେ ଦେଖିବାକୁ ପାଇଥିଲେ। ଆମ ରାଜ୍ୟରେ ଓଭରଅଲ୍ ସରକାର ଆମର କେମିତି ଭରଣ ପୋଷଣ କରୁଛନ୍ତି। ସରକାର କେମିତି ଆମ ଦେଶକୁ ଚଳଉଛନ୍ତି ସେଇ ଜିନିଷ ଆମେ ଦେଖିବାକୁ ପାଇଥିଲେ। ବଟ୍ ସେ ଦେଶ ଭିତରେ ଆମ ରାଜ୍ୟ କଥା ତ ଭୁଲି ଯାଇଥିଲୁ ନା କଣ। ଆମ ଓଡିଶା ରାଜ୍ୟ କଥା ଭୁଲି ଯାଇଥିଲୁ। ଯେତେ ହେଲେ ବି ଆମର ଗୋଟେ ଓଡିଶା ବାସୀ ତ ଆମର ଗୋଟେ ରକ୍ତ ଗରମ ହବ କି ନାଇଁ। ନିଶ୍ଚୟ ରକ୍ତ ଗରମ ହେଇଯିବ। ତ ଆମ ମାନେ ଆଜିକାର ଏଇ ଭିଡିଓରେ ପଢିବାକୁ ଯାଉଛି ରାଜନୀତି ବିଜ୍ଞାନ ଦ୍ଵିତୀୟ ଅଧ୍ୟାୟ ଯାହାର ନାମ ହଉଛି ରାଜ୍ୟ ସରକାର ଆଉ କାର୍ଯ୍ୟପାଳିକା। ଆଇ ହୋପ ଏତିକି ଇଣ୍ଟ୍ରୋ ଏନଫ୍ ଅଛି। ଫଟାଫଟ ଆମ ବିଷୟକୁ ଆମେ ଆରମ୍ଭ କରିବା ହେଲା। ବିଷୟ ଆରମ୍ଭରୁ ମୁଁ ପିଲା ତମକୁ ଗୋଟେ ଜିନିଷ କ୍ଲିୟର କରିଦଉଛି। ଏଇଟା ପିଲା ପୁରୁଣା ବହିଟା। ତ ଯାହା ଯାହା ବି ଫର୍ଦର ୟା କିଛି ପ୍ରୋବ୍ଲେମସ୍ ଆସିବ ତ ସେ ପ୍ରୋବ୍ଲେମ ଗୁଡିକ କଣ ତାର ସଲ୍ୟୁସନ ହେଇପାରିବ ମୁଁ ସେ ଜିନିଷ ଭିଡିଓରେ ଥିବା ଟାଇମରେ କହିଦେବି। ତ ବିନା କୌଣସି ଡେରି ନକରିକି ଆମେ ଭିଡିଓକୁ ଆରମ୍ଭ କରିଦବା। ଭିଡିଓରେ କମ୍ପ୍ଲିଟ ରହିବ କାରଣ ତମର ଏଇ ବହିଟା ଯେହେତୁ ପୁରୁଣା ଏଡିସନ ତ ଏବେକା ସିଷ୍ଟମ କିଛି ଚେଞ୍ଜେସ ହେଇଛି। ତ ସେଇ ବେସିସ ରେ ଆମ ମାନେ ଆଉ ଏଥିରେ କିଛି ଫ୍ୟାକ୍ଟ ବି ଲେଖା ହେଇଛି ଯୋଉଟା କି ଭୁଲ ଅଟେ ହେଲା। ସେ ଯୋଉ ଲୋକଙ୍କ କଥା ଲେଖା ହେଇଛି ସେ ଲୋକଙ୍କର ପୋଷ୍ଟ ଇନକ୍ରିଜ ହେଇଛି। ନହେଲେ ସେ ଲୋକ ସେ ପୋଷ୍ଟରେ ଏବେକା ଯୁଗରେ ନାହିଁ। ସେ ରିଟାୟାର୍ଡ ହେଇଛି କି ମରିଯାଇଛି କି ସେଇଭଳିଆ କିଛି ଅସୁବିଧା ହେଇଛି ବୁଝିପାରୁଛ କି ନାଇଁ। ତ ମୁଁ ସମୟ ଅନୁସାରେ ସେଇଗୁଡାକ ସବୁ କଣ କରିବି ଚେଞ୍ଜେସ କରିବି ହେଲା। ତ ଟେନସନ ନିଅନି ତମେ ମାନେ ପଢିଚାଲ ହେଇଗଲା। ଏଇ ଚ୍ୟାନେଲରେ ଆସୁଛ ତମେ ମାନେ ଜଷ୍ଟ ଶୁଣ। ମୁଁ ତମକୁ କହିଛି ନା 1 ଘଣ୍ଟା ମତେ ଟାଇମ ଦଉଛ ମୋ କଥା ଖାଲି ଶୁଣ ହେଲା। ମୋ କଥା ଖାଲି ଧ୍ୟାନ ସହକାରେ ଶୁଣ। ଯାହା ଯାହା ବି ମୁଁ ଏଠି ଅଣ୍ଡରଲାଇନ କରୁଛି ସାଇଡରେ ଗୋଟେ ରଫ ନୋଟ ରଖ ସେଟା ଖାଲି ଜଷ୍ଟ ଠାର ମାଧ୍ୟମରେ ପ୍ରକାଶ କରିଦିଅ ହେଲା। ଠାର ମାଧ୍ୟମରେ ଖାଲି କହିଦିଅ ଦେଖେଇ ଦିଅ ସେତିକି ଏନଫ୍ ହେଲା। ଯେତେବେଳେ ଏକ୍ସାମ ଆସିବ ସେଇ ରଫ ନୋଟରେ ଖାଲି ସେ ଠାର ଗୁଡା ପଢିଦେଲେ ସେଇଟା ଗୋଟେ ପ୍ରକାର ବିଷୟର ସମରି ଭଳିଆ କାମ କଲା ବୁଝିପାରୁଛ କି ନାଇଁ। ସେତିକି ପଢିଦେଲେ ଏକ୍ସାମ 5 ମିନିଟ ଆଗରୁ ସେଇ ଜିନିଷ ଗୁଡା ଆଖି ପକେଇଦବ ଢେର ବହୁତ କିଛି ମନେ ପଡିଯିବ। ପଢିଥିବ ନ ପଢିକି ଯିବ ଲାଷ୍ଟ ଟାଇମରେ ସେଗୁଡାକ ଦେଖିବ ତମେ ନିଜେ କିଛି ବୁଝିପାରିବନି। ଯାହା ବି ଟିକେ ମନେ ପଡିଥିବ ସେଗୁଡାକ ଭୁଲ କରିକି ପଳେଇ ଆସିବ ବୁଝିପାରୁଛ କି ନାଇଁ। ସେଇ ଜିନିଷ କରିବନି ହେଲା। ପଢିବା ଏବେ ଆମ ସମ୍ବିଧାନରେ ପ୍ରଦତ୍ତ ସଂଘୀୟ ଶାସନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରରେ କେନ୍ଦ୍ର ସରକାର ଓ ପ୍ରତି ରାଜ୍ୟରେ ଗୋଟିଏ ଲେଖାଏଁ ରାଜ୍ୟ ସରକାର ରହିଛି। ଭାରତରେ ଥିବା ସର୍ବମୋଟ 29 ଗୋଟି ରାଜ୍ୟ ମଧ୍ୟରୁ କେବଳ ଜାମ୍ମୁ କାଶ୍ମୀରକୁ ବାଦ ଦେଲେ ଅନ୍ୟ ସବୁ ରାଜ୍ୟରେ ସମାନ ପ୍ରକାର ଶାସନ ବ୍ୟବସ୍ଥା ରହିଛି ହେଲା। କାହିଁକିନା ଜାମ୍ମୁ କାଶ୍ମୀର ଅବସ୍ଥା ଏମିତି ଇଣ୍ଡିଆ କହୁଛି ମୋର ପାକିସ୍ତାନ କହୁଛି ମୋର। ତ ଅବଭିୟସଲି ଦି ଜଣଙ୍କର ହାତ ଯେତେବେଳେ ଗୋଟେ ରାଜ୍ୟ ଉପରେ ରହିବ ତ ଅବଭିୟସଲି ପ୍ରୋବ୍ଲେମ ହବ। ସେଇଥିପାଇଁ ଜାମ୍ମୁ କାଶ୍ମୀରରେ ନୀତି ନିୟମ ଯାହା ବି ଅଛି ନା ତ ମାନେ ଆଇଡିଆ ଲଗେଇ ପାରିବନି। ତ ଜାମ୍ମୁ କାଶ୍ମୀରକୁ ଛାଡିଦେଲେ ଅନ୍ୟ ଆମର ଯେତିକି ସବୁ ରାଜ୍ୟ ଅଛି ସବୁଆଡେ ସମାନ ନିୟମ ଲାଗୁ ହୁଏ ହେଲା। ଶାସନ ବ୍ୟବସ୍ଥା ରହିଛି କେବଳ ଜାମ୍ମୁ କାଶ୍ମୀର ରାଜ୍ୟ ଶାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆମ ସମ୍ବିଧାନ 370 ଧାରାରେ ଏହି ଅବ୍ୟବସ୍ଥାଟି ରହିଛି।
ପିଲେ ଏଇଟା ମନେ ରଖିବ ତମ ପାଇଁକା ଭେରି ଇମ୍ପୋର୍ଟାଣ୍ଟ ଜିନିଷ ଯେ ଜାମ୍ମୁ କାଶ୍ମୀର ରାଜ୍ୟ ଶାସନ ଭାର ସବୁ କିଛି 370 ଧାରାରେ ଉଲ୍ଲେଖ କରାଯାଇଛି ହେଲା। ଆମ ସମ୍ବିଧାନ 370 ଧାରାରେ ଜାମ୍ମୁ କାଶ୍ମୀରକୁ କେମିତି ଶାସନ କରାଯିବ ସେଇ ବିଷୟରେ ନୀତି ନିୟମ ଧାର୍ଯ୍ୟ କରାଯାଇଛି। ହଁ ଆଉ ଗୋଟେ ୱାର୍ଣ୍ଣିଂ ଦଉଛି, ତମ ମାନେ ଭିଡିଓ ଟା କୋଉ ବର୍ଷରେ ଦେଖୁଛ ମୁଁ ଜାଣିନି ତମ ମାନେ ଭିଡିଓଟି କୋଉ ବର୍ଷରେ ଦେଖୁଛ, ଏ ବର୍ଷରେ ଦେଖୁଛ କି ଅନ୍ୟ କୋଉ ବର୍ଷରେ ଦେଖୁଛ ମୁଁ ଜାଣିନି ହେଲା। ଯଦି ସେବେକା ଯଦି ଧାରା କିଛି ଚେଞ୍ଜେସ୍ ହେଇଥାଏ ତ ସେଥିରେ ମୁଁ କିଛି କରିପାରିବିନି, ବଟ୍ ମୁଁ ଏଇ 2025 ମେ ମାସରେ ତମ ମାନଙ୍କୁ ମୁଁ ପଢଉଛି ତ ଦ୍ୟାଟ୍ସ ହ୍ୱାଇ ଏ ବହିର ଯାହା ବି ଲେଖା ହେଇଛି ଏଇ ଯୋଉ ଏଇ ଲାଇନରେ କୌଣସି ଭୁଲ ନାହିଁ। 370 ଧାରାରେ ଜାମ୍ମୁ କାଶ୍ମୀରର ରାଜ୍ୟ ଶାସନ ଭାର କଥା ଲେଖା ଯାଇଛି। ବସ୍ତୁତଃ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶାସନ ଢାଞ୍ଚା ସମାନ, ବେଶୀ କିଛି ଡିଫରେନ୍ସ ନଥାଏ, ବଟ୍ କେନ୍ଦ୍ର ସରକାର ପ୍ରତି ରାଜ୍ୟରେ ଏକ ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ ପ୍ରତି ପ୍ରତ୍ୟେକ ରାଜ୍ୟ ସରକାର କାର୍ଯ୍ୟପାଳିକା ବ୍ୟବସ୍ଥାପିକ ନ୍ୟାୟପାଳିକା ରହିଛି। ପ୍ରତ୍ୟେକ ରାଜ୍ୟର ସାମ୍ବିଧାନିକ ଶାସନ ମୁଖ୍ୟ ହେଉଛନ୍ତି ରାଜ୍ୟପାଳ। ରାଜ୍ୟ ବିଧାନସଭା ନିକଟରେ ଉତ୍ତରଦାୟୀ ଥିବା ରାଜ୍ୟ ମନ୍ତ୍ରୀ ପରିଷଦର ଉପଦେଶ ଓ ପରାମର୍ଶ ଅନୁସାରେ ସେ ନିଜର ଦାୟିତ୍ୱ ତୁଲାଇଥାନ୍ତି। ଅବଶ୍ୟ କେତେକ କ୍ଷେତ୍ରରେ ରାଜ୍ୟପାଳଙ୍କର ସ୍ୱେଚ୍ଛାଧୀନ କ୍ଷମତା ରହିଛି, ଯାହା ସମ୍ବିଧାନ ସ୍ୱୀକୃତି ସମ୍ବିଧାନ ବି ଏକ ଏଗ୍ରି କରିଛି ଯେ ହଁ ରାଜ୍ୟପାଳଙ୍କର ସ୍ୱେଚ୍ଛାଧୀନ କ୍ଷମତା ଅଛି, ଅର୍ଥାତ୍ ରାଜ୍ୟପାଳ ନିଜ ରାଜ୍ୟରେ ଚାହିଁଲେ ଯେକୌଣସି ନିୟମ ଲାଗୁ କରିପାରିବେ, ସେଥିରେ ତାଙ୍କୁ କେନ୍ଦ୍ରର ପରମିଶନ ନବାର ଦରକାର ନାହିଁ। ମାନେ ଭାରତର ଯୋଉ ମନ୍ତ୍ରୀ ପରିଷଦ ଅଛନ୍ତି ତାଙ୍କ ନିଷ୍ପତ୍ତି ଉପରେ ଯୋଉ ଝୁଲିକି ରହିବେ ସେ ଜିନିଷ ନାହିଁ। ରାଜ୍ୟପାଳ ନିଜ ରାଜ୍ୟର କଥା ନିଜେ ବୁଝିବେ ଆଉ ନିଜ ରାଜ୍ୟକୁ ସୁଧାରିବା ପାଇଁ ତାଙ୍କୁ ଯାହା ନିୟମ ପ୍ରଣୟନ କରିବାର ଅଛି କରନ୍ତୁ, ସେଟା ତାଙ୍କର ସ୍ୱେଚ୍ଛାଧୀନ ସ୍ୱୀକୃତି ଅନ୍ତର୍ଗତ ଅଟେ ହେଲା। ସେଇ ପରିସ୍ଥିତିରେ ରାଜ୍ୟପାଳ ମନ୍ତ୍ରୀ ପରିଷଦର ଉପଦେଶ ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ଏ ନେଇ ଯେ ମୋ ମନ୍ତ୍ରୀଙ୍କ ସାଙ୍ଗରେ ଯାଇ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ଯାଇ ବିଚାର ବିମର୍ଶ କରିବ ସେ ସିଷ୍ଟମ ନାହିଁ ହେଲା। ଯାହା ଠିକ ଲାଗୁଛି ସେ ସେୟା କରିବେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକା ଗଠିତ। ରାଜ୍ୟର ଅମଲାତନ୍ତ୍ର ଏହି ରାଜ୍ୟ କାର୍ଯ୍ୟପାଳିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା। ସେହିପରି ରାଜ୍ୟ ବ୍ୟବସ୍ଥାପିକ କହିଲେ ରାଜ୍ୟପାଳ ଓ 1 ବା 2 ସଦନୀୟ ରାଜ୍ୟ ବିଧାନ ମଣ୍ଡଳକୁ ବୁଝାଏ। ଏଠାରେ ସୂଚିତ କରାଯାଇପାରେ ଯେ ଭାରତର 29 ଗୋଟି ରାଜ୍ୟ ମଧ୍ୟରୁ 7 ଗୋଟି ରାଜ୍ୟ କଣ କଣ ସେଗୁଡିକ ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜାମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଉଭୟ ବିଧାନସଭା ଆଉ ବିଧାନ ପରିଷଦ ରହିଛି ହେଲା। କିଛି ଜାଗାରେ ବିଧାନସଭା ଥାଏ ତ କିଛି ଜାଗାରେ ବିଧାନ ପରିଷଦ ଥାଏ, କିନ୍ତୁ ଏଇ ଯୋଉ 7ଟି ରାଜ୍ୟ ଆମେ ଟିକେ ଆଗରୁ ପଢିକି ଆସିଲେ ଏଗୁଡାକର ବୋଥ ବିଧାନସଭା ଆଉ ବିଧାନ ପରିଷଦ ଆଭେଲେବୁଲ ଅଛି ହେଲା। ଗୋଟିଏ ରାଜ୍ୟରେ ଦିଟା ଆଭେଲେବୁଲ ଅଛି। ଅବଶିଷ୍ଟ ରାଜ୍ୟରେ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳ ଯଥା କଣ ଦିଲ୍ଲୀ ଓ ପୁଦୁଚେରୀରେ କେବଳ ବିଧାନସଭା ହିଁ ରହିଛି, ବୁଝିପାରୁଛ କି ନାଇଁ। ଆଉ ସବୁ ଜାଗାରେ ବିଧାନ ପରିଷଦ ରହିଛି, ବଟ ଏଇ 7ଟା ଜାଗାରେ ଉଭୟ ବିଧାନସଭା ଆଉ ବିଧାନ ପରିଷଦ ରହିଛି। ଏଗୁଡା ପିଲା ମନେ ରଖିବ ଯେ ତମକୁ ଏକ୍ସାମରେ କ୍ୱେଶ୍ଚନ ଏମିତି ପଚରା ଯାଇପାରେ ଯେ ନିମ୍ନଲିଖିତ ମଧ୍ୟରୁ କୋଉ ରାଜ୍ୟରେ ଉଭୟ ବିଧାନସଭା ବିଧାନ ପରିଷଦ ଅଛି। ବିଭିନ୍ନ ଅପସନ ଥିବ ତ ସେ 4ଗୋଟି ଅପସନ ଭିତରୁ ଗୋଟେ ଅପସନ ନିହାତି ଥିବ ବିହାର, ନହେଲେ ମହାରାଷ୍ଟ୍ର, ନହେଲେ କର୍ଣ୍ଣାଟକ, ନହେଲେ ଉତ୍ତରପ୍ରଦେଶ, ନହେଲେ ଜାମ୍ମୁ କାଶ୍ମୀର, ନହେଲେ ଆନ୍ଧ୍ରପ୍ରଦେଶ, ନହେଲେ ତେଲେଙ୍ଗାନା, ବୁଝିପାରୁଛ କି। ତ ଯୋଉ ଅପସନ ଟା ଥିବ ସେଇ ଅପସନ ଟାକୁ ତମେ ଟିକ୍ ମାରିବ ଓକେ। ଏବେ ଯେହେତୁ ଆମେ ରାଜ୍ୟ ବିଷୟରେ ଡିସ୍କସନ କରୁଛେ ତ ରାଜ୍ୟ ଉପରେ ମୋର ନିଷ୍ପତ୍ତି ନେବା ଦାୟିତ୍ୱ କାହାର, ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏମାନଙ୍କର। ତ ଫାଷ୍ଟ ଅଫ ଅଲ୍ ରାଜ୍ୟର ମୁଖ୍ୟ ବା ଯାହାକୁ ଆମେ ରାଜ୍ୟପାଳଙ୍କ ଆଖ୍ୟା ଦେଇଥାଉ ତାଙ୍କ ବିଷୟରେ ଆମେ ଏବେ ପଢିବା। ତ ପିଲା ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନ ମୁଖ୍ୟ। ତାଙ୍କର ନାମରେ ରାଜ୍ୟ ଶାସନ ପରିଚାଳିତ ହୁଏ। ହଁ ସାର ଆମେ ଏଟା ଜାଣିଛେ। ନିଯୁକ୍ତି ଓ କାର୍ଯ୍ୟକାଳ ତାଙ୍କର ହେଲା। ତ ଯଦି ସେମାନେ ଏତେ ଇମ୍ପୋର୍ଟାଣ୍ଟ ତାହେଲେ ତାଙ୍କର ନିଯୁକ୍ତି କାର୍ଯ୍ୟକାଳ କେମିତି, ସେମାନେ କେମିତି ନିଯୁକ୍ତି ହୁଅନ୍ତି ଆଉ ତାଙ୍କ କାର୍ଯ୍ୟକାଳ କେମିତି କଣ ସେଇ ଜିନିଷଟା ଆମେ ଏବେ ଜାଣିବା। ତମ ପାଇଁ ଏଠି ଗୋଟେ ବକ୍ସ ଗୋଟେ କରାହେଇଛି, କିନ୍ତୁ ଏ ବକ୍ସ ହାଲକା ଗୋଟେ ତ୍ରୁଟି ଅଛି ଦେଖ। ଓଡିଶାର ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଝାଡଖଣ୍ଡ ରାଜ୍ୟପାଳ ହେଉଛନ୍ତି ହେଲା। ମାନେ ଏ ବହିଟା ଯେତେବେଳେ ପ୍ରିଣ୍ଟ ହେଇଥିଲା, ଏ ବହି ଯୋଉ ବର୍ଷ ପ୍ରିଣ୍ଟ ହେଇଥିଲା ସେଇ ବର୍ଷ ଦ୍ରୌପଦୀ ମୁର୍ମୁ ଓଡିଶାର ଦ୍ରୌପଦୀ ମୁର୍ମୁ ସେତେବେଳେ ଝାଡଖଣ୍ଡର ରାଜ୍ୟପାଳ ଥିଲେ ହେଲା। ଏଇ ବହିଟା ଯେତେବେଳେ ପ୍ରିଣ୍ଟ ହେଇଥିଲା, ଏବେକା ସମୟରେ ତମେ ବି ଜାଣିଛ ଆମେ ଜାଣିଛେ, ମୁଁ ଜାଣିନି ତମେ ଭିଡିଓ ଟା କେବେ ଦେଖୁଛ, ବଟ ଏଇ 2025 ମସିହାରେ ଦ୍ରୌପଦୀ ମୁର୍ମୁ ଏବେକାର ରାଷ୍ଟ୍ରପତି ଅଛନ୍ତି
ହେଲା। एबेकार से राष्ट्रपति अच्छा एबे भी द्रौपदी मुर्मू आम राष्ट्रपति अच्छा। अवश्य एटा गोटे गर्वर कथा जे ओडिसा द्रौपदी मुर्मू होउछन्ती भारत प्रथम आदिवासी महिला राज्यपाल एटा थिले एबे एटा तांकर हिस्ट्रीटा एबे सेटा थिले बईटा टिके पुराना हैला ओल्ड ओल्ड फैशन सेटा को ना त्रुटि किछि अछि ए बईर जोटा कि हमें एबे सुधारिया पॉलिटिकल साइंस किछि सिमिति भूल नै राजनीति विज्ञान सिमिति किछि भूल नै एटा त्रुटि बाहर काना आम टिके भारत सरकार सॉरी आम ओडिसा रो जो शिक्षा व्यवस्था अछि से कोन करे गोटे जिंस बारंबार बारंबार कॉपी पेस्ट मारि चले के बट आमर सिस्टम टा शेयर नै आमर जो शासन करिया सिस्टम टा शेयर नै आम शासन सिस्टम बही अनुसार चलेनी बहीटा आम शासन सिस्टम अनुसार चले दैट्स व्हाई कोन हुए बही को कोन बारंबार बारंबार से रिप्रिंट मारि चलछन्ती एटा मिस्टेक हेइछि बुझ पाछै द्रौपदी मुर्मू एबेकार राष्ट्रपति जे तुम विश्वास होने जे सारे एटा तो वर्ष चेंज होला द्रौपदी मुर्मू केबेटू गलेनी आपण सारा मिछ कथा काई कहउछन्ती तो तमरी बाधा को दूर करिया पई मु तुमको गोटे भलो इंसर देखौछि हैला who is the just a second nowadays अभी के समय पर ठीक है अभी के समय पर nowadays who is the सोना नेवल जते मो जते बैनर करथि सेते बेले जो पिक्चर ता तुम देखथिलो सोना नेवलर सेटा सर्च मारथि तो सेटा हिस्ट्री पड़े आसी nowadays who is the president of India कौन नाइट लिखा अछि एट देखछो गूगल तुम पे सीधा मो पातळ खोजी आनली एटा कौन लिखा अछि एसएमटी श्रीमती द्रौपदी मुर्मू प्रेसिडेंट ऑफ इंडिया हला आत्मा शांति पछर कहबनी फॉर योर काइंड इंफॉर्मेशन एटा 2025 रो स्टेटमेंट तमे को वर्ष देखुछो मु जाननी बट एटा 2025 रे स्टेटमेंट अछि पछरे के तापर 5 वर्ष पर देखा जाउ के राष्ट्रपति होछन बट एटा गोटे गर्वर कथा ओडिसा रो भी लोक प्रधानमंत्री होछन पुणी ये तो पुणी आदिवासी संप्रदाय लोक सेटा आहुरी गर्वित मन करूछि बुझियो छै ओके सो आमे हमर टॉपिक ऊपर फेरी आसिया ना कोन तो तांकर नियुक्त कार्यकाल देखियो नियुक्त कार्यकाल रे तांकर कोन मेरिट्स कोन डिमेरिट्स हो अछि सेटा देखियो नियुक्ति केमिति हुए तांकर तांकर कार्यकाल ऊपर प्रश्न उठुछि तो सेगुडा एबे देखियो संवैधानिक व्यवस्था अनुसार प्रत्येक राज्य पे जण राज्यपाल नियुक्त होई छै निश्चय केंद्र शासित अंचल को छाड़ी देले काने केंद्र शासित अंचल जो राज्यपाल अछन से नाग मात्र से बस हल्का फुल्का चेंजेस करि पारे बट आम ओडिसा रे धरा ओडिसा गोटे केंद्र शासित अंचल ने तो जोड़ा अन्य ओडिसा परिका राज्य मान पाखरे जो माने केंद्र शासित अंचल नुहंती से राज्यपाल जहाँ भी माने कोन सो इच्छा करि पारे ताको ऊपर सीमित कोन से नै जे ताको जवाब देबा पड़ियो बुझि पारछ नै माने जो आमे जो पढ़ी गले ए जिनसडा स्वेच्छाधीन क्षमता ना कोन इन जे केंद्र शासित अंचल जोड़ा को सेठिका राज्यपाल नाक मात्र बुझि पारछ नै गोटे गोटे राज्य तो नाही गोटे राज्य राज्यपाल नाहांती बुझि पारछ आवश्यक स्थले जन राज्यपाल एकाधिक राज्य राज्यपाल दायित्व निर्वाह करथांती जदि राज्यपाल चाहे ता अंडर रे गोटे ता निज राज्य छडा अन्य राज्य रो क्षमता भी ताको देई हबो बुझि पारछ नै राज्यपाल राष्ट्रपति द्वारा 5 वर्ष में नियुक्ति होई थांते एटा तो हम जानि छे से निर्वाचित नहुंती हा तो केमिति कार्यकाल समाप्त होगा पूर्व से राष्ट्रपति को संबोधन कर इस्तीफा पत्र लिखि इस्तीफा दे पारती राष्ट्रपति द्वारा पदच्युत होई पारते जो दिन बजे धंदा करियर धरा पड़ी गले तो
ଜଣେ ବ୍ୟକ୍ତି ଏକାଧିକ ବାର ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବାରେ ବାଧା ନାହିଁ। ଚାହିଁଲେ ଗୋଟେ ଲୋକ ତ ବାରମ୍ବାର ବାରମ୍ବାର ରାଜ୍ୟପାଳ କରିପାରିବେ, ସେଥିରେ କିଛି ଅସୁବିଧା ନାହିଁ। ତାପରେ ରାଜ୍ୟପାଳଙ୍କର 5 ବର୍ଷ କାର୍ଯ୍ୟକାଳ ଶେଷ ହେବା ସମୟକୁ ନୂତନ ରାଜ୍ୟପାଳ ନିଯୁକ୍ତି ହୋଇନଥିଲେ ନବନିଯୁକ୍ତି ରାଜ୍ୟପାଳ କାର୍ଯ୍ୟରେ ଯୋଗଦାନ କରିବା ପର୍ଯ୍ୟନ୍ତ ସେ ନିଜର ଦାୟିତ୍ୱ ତୁଲାନ୍ତି। ରିଟାୟାରମେଣ୍ଟ ପରେ ବି କାମ କରିପାରିବେ। ରାଷ୍ଟ୍ରପତିଙ୍କ ମର୍ଜି ଉପରେ ରାଜ୍ୟପାଳ ନିଜ ପଦରେ ରହନ୍ତି। ରାଷ୍ଟ୍ରପତିକୁ ଯଦି ଇଚ୍ଛା ନହେଲା, ହେ ଏଇଟା ଭଲ ନାହିଁ କାଢିଦିଅ, ଫଟାଫଟ ତୁ ବାହାର ତୁ କିଏ ଆମେ ତ ଚିହ୍ନା, ବାହାର। ରାଷ୍ଟ୍ରପତିଙ୍କ ମର୍ଜି ଉପରେ କାହାରି ଚାଲେନି ହେଲା। ପରମ୍ପରା ଅନୁଯାୟୀ କୌଣସି ରାଜ୍ୟର ଅଧିବାସୀ ସେହି ରାଜ୍ୟର ରାଜ୍ୟପାଳ ପଦରେ ନିଯୁକ୍ତି ପାଇ ନଥାନ୍ତି। ଦେଖିଲ ତ କାହିଁ ସେଥିପାଇଁ ଉପରେ ଲେଖା ହେଇଥିଲା ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ। କାହିଁକି ଲେଖା ହେଲା ଜାଣିପାରିଲ? କାହିଁକି ନା ଦେଖ, यार ଆଉ ଗୋଟେ ମେନ୍ ରିଜନ ହଉଛି ଯେ କାହିଁକି ଏ ନିୟମଟା ଆପ୍ଲାଏ କରାଯାଇଛି। ଏହାର ରିଜନ ପିଲା ଆଉ ଗୋଟେ ଏଇଆ ଯେ ଯୋଉ ରାଜ୍ୟର ଧରାଯାଉ ଓଡିଶାର ଧରାଯାଉ ମୁଁ ସେଇ ଉପର ବକ୍ସର ଏକ୍ସାମ୍ପଲ ଟା ନେବି ଯୋଉଟା କି ଲେଖା ହେଇଥିଲା ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଝାଡଖଣ୍ଡ ରାଜ୍ୟପାଳ। ତମ ମନରେ ସେତେବେଳେ ଗୋଟେ କ୍ୱେଶ୍ଚନ ଆସିଥିବ, ବଟ୍ ତମେ କଣ କହିବ, ତମ ବ୍ରେନ ଏତେ ଫାଷ୍ଟ କାମ କରୁଛି ତମ ମନକୁ ସେ କ୍ୱେଶ୍ଚନଟା ଆସିନଥିବ, ମୋରି ମନକୁ କ୍ୱେଶ୍ଚନ ଆସୁଛି, ତ ମୁଁ ସେଇଟା ଆନ୍ସର ଦେଇଦଉଛି ଯେ ଦ୍ରୌପଦୀ ମୁର୍ମୁ ଓଡିଶା ଲୋକ। ତ ଯଦି ସେ ଦ୍ରୌପଦୀ ମୁର୍ମୁ ଓଡିଶା ଲୋକ, ତାହେଲେ ଓଡିଶାରେ ଯଦି ତାଙ୍କୁ ରାଜ୍ୟପାଳ ସିଲେକ୍ସନ କରାଇ ଯାଇଥିଲା, ତାହେଲେ ତାଙ୍କୁ ଓଡିଶା ରାଜ୍ୟପାଳ କାହିଁ କରାହେଲାନି, ତାଙ୍କୁ ଝାଡଖଣ୍ଡ ରାଜ୍ୟପାଳ କାହିଁ କରାହେଲା? ବା ଅନ୍ୟ ରାଜ୍ୟରେ ବି ରାଜ୍ୟପାଳ କରାଯାଇ ପାରିଥାନ୍ତା, କିନ୍ତୁ ଓଡିଶାରେ କାହିଁ କରାହେଲାନି ତାଙ୍କୁ? ନିଜ ମାଟି ଉପରେ ରହିଥାନ୍ତା, ଭଲ ହେଇଥାନ୍ତା ନା। କାହିଁକି କରାହେଲାନି? ଏହା ରିଜନ ହଉଛି ପିଲେ ଏଇଆ ଯେ ଧରାଯାଉ ନିଜ ମାଟି ବା ନିଜ ଜନ୍ମଭୂମି ପ୍ରତି ନା ମ୍ୟାକ୍ସିମମ୍ ଲୋକ ଥାନ୍ତି ଭାରି ମାନେ ଇମୋସନାଲ ଥାନ୍ତି, ଭାରି ମାନେ କଣ ଭାରି ୱିକ୍ ହେଇଯାଆନ୍ତି, ବୁଝିପାରୁଛ ନାଇଁ। ଯଦି ବି ଦ୍ରୌପଦୀ ମୁର୍ମୁ ସେଇ ଟାଇମରେ ଯଦି ଓଡିଶା ରାଜ୍ୟପାଳ ରହିଥାନ୍ତେ, ତାହେଲେ ସେ ଓଡିଶାରୁ ବିଲଙ୍ଗସ କରୁଛନ୍ତି, ଆଉ ଓଡିଶାରେ ଯଦି ରାଜ୍ୟପାଳ ହେଇଗଲେ, ତାହେଲେ ସେ କଣ କରିପାରିବେ ନା ସେ ମାନେ କଣ ଓଡିଶାରେ ସେ ଏମିତି ବହୁତ କିଛି ଚେଞ୍ଜେସ୍ କରିପାରନ୍ତି ଯୋଉଟା କି ନିୟମ ବିରୁଦ୍ଧ ବା ଯୋଉଟା କି ଅ ରାଜ୍ୟପାଳ ଦାୟିତ୍ୱରେ ଥାଇକି କରିବା ଉଚିତ ନୁହେଁ, ବଟ୍ ଯେହେତୁ ସ୍ଵେଚ୍ଛାଧୀନ ନିୟମ ଅଛି ତ ଚାହିଁଲେ ସେ ରାଜ୍ୟପାଳ ସେ ଜିନିଷ କରିପାରିବେ, ବୁଝିପାରୁଛ ନାଇଁ। ଆଉ ତାପରେ ଦେଖ ସବୁ ରାଜ୍ୟର କଣ୍ଡିସନ ସମାନ ନୁହେଁ। ଓଡିଶାର କଣ୍ଡିସନ ଯାହା, ଝାଡଖଣ୍ଡ କଣ୍ଡିସନ ଯାହା, କି ପଶ୍ଚିମବଙ୍ଗର କଣ୍ଡିସନ ଯାହା, ସବୁ ଜିନିଷର ଅଲଗା ଅଲଗା ଡିଫରେନ୍ସ ଅଛି ନା ନାଇଁ। ତ ଧରାଯାଉ ତମ ମାନଙ୍କୁ ଯଦି ଓଡିଶାରେ ଯଦି କରିଦିଆହେଲା, ତମେ କଣ ଓଡିଶାର ସ୍ଥିତି ଜାଣିଛ, ହୁଁ ଓଡିଶାର ପରିସ୍ଥିତି ଜାଣିଛ। ଧରାଯାଉ ଦ୍ରୌପଦୀ ମୁର୍ମୁ କଥା ଯଦି ଆଲୋଚନା କରାଯାଏ, ଦ୍ରୌପଦୀ ମୁର୍ମୁ ଯଦି ଓଡିଶାର ଯଦି ରାଜ୍ୟପାଳ କରାଯାଇ ପାରିଥାନ୍ତା, ଦ୍ରୌପଦୀ ମୁର୍ମୁ ଯେହେତୁ ପିଲାଟି ବେଳୁ ଏଇ ଓଡିଶା ମାଟିରେ ଜନ୍ମ ନେଇଛନ୍ତି ବା ଓଡିଶା ମାଟିରେ ତାମାନେ ବଢି ବଢିକି ସେ ସ୍କୁଲ କଲେଜ ସବୁ ସାରିଲେ ହେଲା। ତ ଦ୍ରୌପଦୀ ମୁର୍ମୁ ଜାଣିଛନ୍ତି ଓଡିଶାର ସ୍ଥିତି କଣ, ତ ସେ ଯଦି ରାଜ୍ୟପାଳ ହୁଅନ୍ତି, ସେ ଫଟାଫଟ କଣ କରିବେ ନା ଓଡିଶାକୁ ବିକାଶ କରିବା ସ୍ତରରେ ନେଇଯିବେ। କାହିଁକିନା ସିଏ କଣ କି ପଏଣ୍ଟ ଜାଣିଛନ୍ତି, ଏଇଟା ହଉଛି ପିଲା ସବୁଠାରୁ ବେଶୀ ପ୍ରୋବ୍ଲେମ ଜିନିଷ ଯେ ସେ କି ପଏଣ୍ଟ ଜାଣିଛନ୍ତି, ସେ ପ୍ରୋବ୍ଲେମ ଜାଣିଛନ୍ତି କୋଉ ଜାଗାରେ କଣ ଅଛି, ସେ ତ ଫଟାଫଟ ଇଏ କରିଦେବେ। ବଟ୍ ଯଦି ଯଦି ତାଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଯଦି ନିହିତ କରାଇ ଦିଆହଉଛି, ଅର୍ଥାତ୍ କଣ ଓଡିଶାର ପରିସ୍ଥିତି ଯାହା ଝାଡଖଣ୍ଡର ପରିସ୍ଥିତି ସେୟା ନୁହେଁ। ମେ ବି ଝାଡଖଣ୍ଡ ଓଡିଶା ଠାରୁ ଟିକେ ଉନ୍ନତ ଥିବ, ନହେଲେ ଟିକେ ଡାଉନ ଥିବ। କିଛି କ୍ଷେତ୍ରରେ ଓଡିଶା ଠାରୁ ସେ ଉନ୍ନତ ଥିବ, ଆଉ କିଛି କେସରେ ସେ ଓଡିଶା ଠାରୁ ଟିକେ ଡାଉନ ରହିଥିବ। ତ ଏଇ ଜାଗାରେ କଣ ହୁଏ ନା ରାଜ୍ୟପାଳ ହିସାବରେ ଦ୍ରୌପଦୀ ମୁର୍ମୁକୁ ଝାଡଖଣ୍ଡ ରାଜ୍ୟପାଳ ଏଇ ସେନ୍ସରେ କରାହେଲା କାହିଁକିନା ସେ ଝାଡଖଣ୍ଡ ଭଳିଆ ଜାଗାକୁ ଠିକ ସେ ଜାଣି ନଥିବେ। ତ ଜାଣିକି ସେ ପ୍ରୋବ୍ଲେମକୁ ସଲ୍ୟୁସନ କରିବାରେ ଆଉ ବା ସେ ପ୍ରୋବ୍ଲେମକୁ ସଲ୍ୟୁସନ ଏମିତିରେ ନୁହେଁ ଯେ କଣ ଜିନିଷକୁ ତମେ ଯଦି କରିବାକୁ ଯାଉଛ ତ ତମକୁ ବାଧାବିଘ୍ନ ଆସିବ, ବାଧାବିଘ୍ନ ଆସିବ। ହୁଁ ଝାଡଖଣ୍ଡର ଲୋକ ଦ୍ରୌପଦୀ ମୁର୍ମୁକୁ ଚିହ୍ନି ନାହାନ୍ତି, ତ ଅବଭିୟସଲି ସେମାନେ କଣ କରିବେ ନା ଯଦି ବି ତାଙ୍କୁ ଯଦି ରାଜ୍ୟପାଳଙ୍କ ଡିସିସନ ଯଦି ଭୁଲ ଲାଗୁଛି ତ ସ୍ୱର ଉତ୍ତୋଳନ ଇଜିଲି କରିପାରିବେ, ବଟ୍ ଓଡିଶାର ଲୋକମାନେ ସେ ଜିନିଷଟା କରିପାରିବେନି। କାହିଁକିନା ଏକରେ ଓଡିଶା ଲୋକ ପାଇଁ ଏଟା ଗର୍ବର ଜିନିଷ ଯେ ଆମରି ଓଡିଶାର ଲୋକ ଆମରି ମାନଙ୍କୁ ଶାସନ କରୁଛି ବା ଆମରି ରାଜ୍ୟପାଳ ସେ ହେଇଛନ୍ତି। ପ୍ରଥମ ଜଣେ ଗର୍ବର କଥା, ପୁଣି ଖୁସିର କଥା। ତ ସେମାନେ କେବେ ବି ଚାହିଁବେନି ଯେ ତାଙ୍କ ପ୍ରତି ସ୍ୱର ଉତ୍ତୋଳନ କରାଯାଉ ବା ତାଙ୍କ ପ୍ରତି ବା ଇନସେନ୍ସ ଯଦି ସେମାନେ କୌଣସି ସ୍ୱର ଉତ୍ତୋଳନ କରିବାଟା ଠିକ ନାହିଁ ଆକ୍ଚୁଆଲି, ବଟ୍ ଯଦି ବି ସେମାନେ କୌଣସି ରଙ୍ଗ ଡିସିସନ ନିଅନ୍ତି, କାରଣ ସେମାନେ ତ ଭଗବାନ ନୁହନ୍ତି ନା,
ଦ୍ରୌପଦୀ ମୁର୍ମୁ ଯଦି କିଛି ରଙ୍ଗ ଡିସିସନ ନିଅନ୍ତି ତାହେଲେ ଏମାନେ କଣ କରିବେ, ଓଡିଶା ଲୋକମାନେ କଣ କରିବେ, ତାଙ୍କୁ ପ୍ରତିରୋଧ କରିବେ ନାହିଁ। କାହିଁକି ପ୍ରତିରୋଧ କରିବେନି? ସ୍ପେଶାଲି ତାଙ୍କ ଏରିଆର ହୁଁ ମୟୂରଭଞ୍ଜ ଏରିଆରେ ହେଲା, ମୟୂରଭଞ୍ଜ ଏରିଆରେ ମୟୂରଭଞ୍ଜ ଏରିଆରେ ବିଲଙ୍ଗସ କରନ୍ତି। ତ ମୟୂରଭଞ୍ଜ ଏରିଆ ଲୋକମାନେ ତ ସୁଦୁ କିଛି କହିବେନି, କାରଣ ତାଙ୍କରି ଏରିଆର ଲୋକ ଯାଇକି ରାଜ୍ୟପାଳ ହେଇଛି, ତ ସେ ଏରିଆ ତ ଟୋଟାଲି ଚୁପଚାପ ରହିଯିବ, ସେ ଏରିଆ କିଛି କହିବନି। ରିମେନିଂ ଆଉ ଯେତିକି ଏରିଆ ରହିଲେ, ଆଉ ଯେତିକି ସବୁ କଣ ଅଞ୍ଚଳ ଗୁଡିକ ରହିଲେ, ସେ ଅଞ୍ଚଳ ମାନେ କଣ କରିବେ, ସେ ଅଞ୍ଚଳ ଭିତରୁ ଅଧା ଅଞ୍ଚଳ ବି ବିରୋଧ କରିବେ ନାହିଁ। କାହିଁକି ବିରୋଧ କରିବେନି, କାହିଁକି ନା ସେମାନେ ଜାଣିଛନ୍ତି ଯେ ଏଇ ଜିନିଷ ଟା ବହୁତ ଗର୍ବର ଜିନିଷ, ଯେ ଓଡିଶାର କୌଣସି ଲୋକ ଯାଇକି ପୁରା ମାନେ କିଛି ଗୋଟେ ପୋଷ୍ଟରେ ବା ଭାରତରେ ପଲିଟିକାଲ ପୋଷ୍ଟରେ ସେ କିଛି ଗୋଟେ ରହିଛନ୍ତି, ବୁଝିପାରୁଛ କି ନାଇଁ? ତ ଅଧେ ଲୋକ ଏଇଥିରେ ନିରାଶ ହେଇଯିବେ, ଅଧେ ଲୋକ ଏଇଥିରେ ଚୁପଚାପ ରହିଯିବେ, ଯେ ସେ ଯାହା ବି କରିଚାଲିବେ ସେଥିରେ ସମର୍ଥନ କରିଚାଲିବେ, ବୁଝିପାରୁଛ କି ନାଇଁ? ଆଉ ଯୋଉ ରେଷ୍ଟ ଲୋକ ରହିଲେ, ଆଚ୍ଛା ଆଉ ଯୋଉ ରେଷ୍ଟ ଲୋକ ରହିଲେ ସେମାନେ କଣ କରିପାରିବେ? 60% ଜନତା ତ ୟାଙ୍କ ସପୋର୍ଟରେ ଅଛନ୍ତି ନା। ଭୁଲ କରନ୍ତୁ ଯାହା ବି କରନ୍ତୁ, ଜନତାକୁ ପିମ୍ପୁଡି କହିଲେ ଏମାନେ ମାନିବାକୁ ଯଦି ବି ତାଙ୍କୁ କିଛି ବି ବାଧ୍ୟତାମୂଳକ ରୋକ ଲଗାଯାଏ ନାହିଁ, କିନ୍ତୁ ଯେହେତୁ ଦେଖ ଗୋଟେ ଥାଏ ନା, ଗୋଟେ ଭିତରିଆ ଗୋଟେ ପ୍ରେମ ଭାବ ଗୋଟେ ଥାଏ, ବୁଝିପାରୁଛ, ଭିତରେ ଗୋଟେ ପ୍ରେମ, ଗୋଟେ ଭିତରେ ଗୋଟେ ଗର୍ବ ଭାବ ଗୋଟେ ଥାଏ, ଯେ ଯାହା ହଉ ଆମ ଓଡିଶାର ଲୋକଟା ରାଜ୍ୟପାଳ ଆଖ୍ୟା ପାଇଯାଇଛି। ଆମରି ଓଡିଶାର ଲୋକ, ଆମରି ଏରିଆ ଲୋକ, ଆମରି ଜାତି ସମ୍ପ୍ରଦାୟର ଲୋକ ଆଜି ରାଜ୍ୟପାଳ ପୋଷ୍ଟ ପାଇଛି, କେତେ ଗର୍ବର କଥା। ଏଇ ଯୋଉ ଭାବନାରେ ଭାସି ଯାଇକି ଭୁଲ ଡିସିଜନ କୋଉଟା ଠିକ ଡିସିଜନ କୋଉଟା ଜାଣି ପାରୁଥିଲେ ବି ଏଇଟା ଭୁଲ ଡିସିଜନ, ସ୍ୱର ଉତ୍ତୋଳନ କରିବେ ନାହିଁ, କାହିଁକିନା ଏଇଟା ତାଙ୍କୁ ଗୋଟେ ବିବେକ ବାଧା ଦବ, ବୁଝିପାରୁଛ କି ନାଇଁ? ଏଇ ଜିନିଷଟା କେନ୍ଦ୍ର ବୁଝିଲା, ଦ୍ୟାଟ୍ସ ୱାଇ କଣ କଲା ନା ଗୋଟେ ପ୍ରଥା, ଗୋଟେ ପରମ୍ପରା, ଗୋଟେ ପ୍ରଥା, ଗୋଟେ ଅନୁଶାସନ ଗୋଟେ ଜାରି କରିଦେଲା, କଣ ନା କୌଣସି ରାଜ୍ୟର ଅଧିବାସୀ ସେଇ ରାଜ୍ୟର ରାଜ୍ୟପାଳ ପଦବୀରେ ନିଯୁକ୍ତି ପାଇପାରିବେ ନାହିଁ ବା ପାଇ ନଥାନ୍ତି। ମାକ୍ସିମମ୍ କେସରେ ପାଇନଥାନ୍ତି, କିଛି କେସର ମଣିଷ ମାତ୍ରେ ଭୁଲ ନା, ପାଇଯାନ୍ତି। ବଟ୍ ମାକ୍ସିମମ୍ କେସରେ ଜିନିଷ ଧ୍ୟାନ ଦିଆଯାଏ ଯେ ଇଏ ଯୋଉ ରାଜ୍ୟରୁ ବିଲଙ୍ଗସ କରୁଛି, ସେଇ ରାଜ୍ୟର ହିଁ ରାଜ୍ୟପାଳ ଇଏ ନ ହେଇଯାଉ, ବୁଝିପାରୁଛ କି ନାଇଁ? ନହେଲେ ପ୍ରୋବ୍ଲେମ ହେଇଯିବ। କଣ ପ୍ରୋବ୍ଲେମ ହେଇଯିବ ମୁଁ ଏଇଟା କହିଲି ତମକୁ। କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ଅନ୍ୟ କୌଣସି କାରଣରୁ ରାଜ୍ୟପାଳ ପଦଶୂନ୍ୟ ହୋଇ ପଡିଲେ ପଡୋଶୀ ରାଜ୍ୟର ରାଜ୍ୟପାଳକୁ ସେ କାପାସିଟି ଦିଆଯାଏ, ବା ତାକୁ ସେଇ ହକ୍ ଦିଆଯାଏ, ବା ତାକୁ ସେ କ୍ଷମତା ଦିଆଯାଏ, ବା ସେହି ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି କୁ ବି ସେ କ୍ଷମତା ଦିଆଯାଏ, ଯେ ସେ ଅସ୍ଥାୟୀ ଭାବରେ ରାଜ୍ୟପାଳ ଦାୟିତ୍ୱରେ ରୁହନ୍ତୁ। ହେଲା, ରାଜ୍ୟପାଳର ଯାହା ଯେତିକି କାମ ଅଛି ଏମାନେ ସମ୍ଭାଳିବେ, ଜଷ୍ଟ ଫର ଟେମ୍ପୋରାରୀ ବେସିସ୍। କାରଣ ଏଇ ଯେତିକି ସମୟ ଭିତରେ ସମ୍ଭାଳିବେ, ସେତିକି ସମୟ ଭିତରେ ଯଦି ରାଜ୍ୟପାଳ ପଦଚ୍ୟୁତ ହେଇଯାଇଥାଏ, ତାହେଲେ ତା ପାଇଁ ଗୋଟେ ନୂଆ ରାଜ୍ୟପାଳ ଗୋଟେ ଫଟାଫଟ ଘୋଷଣା କରାହବ, ବା ଗୋଟେ ନୂଆ ରାଜ୍ୟପାଳ ଗୋଟେ ଠିକ କରାହବ, ବା ଯଦି ଛୁଟିରେ ଯାଇଥାନ୍ତି, ଯେତିକି ଦିନ ଛୁଟିରେ ଯାଇଥାନ୍ତି ସେତିକି ଦିନ ପାଇଁ ଏ କଣ କରିବେ, ଶାସନ ଭାର ନିଜ ହାତକୁ ନେବେ। ନବନିଯୁକ୍ତି ରାଜ୍ୟପାଳଙ୍କୁ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥ ପାଠ କରାଇଥାନ୍ତି, ଜାଣିଛ? ଶପଥ ପାଠ ମାଧ୍ୟମରେ ରାଜ୍ୟପାଳ ସମ୍ବିଧାନ ତଥା ଆଇନ ସୁରକ୍ଷା କରିବା ସହିତ ସେହି ରାଜ୍ୟର ଜନସାଧାରଣଙ୍କ ସେବା ଓ ସାମୂହିକ ମଙ୍ଗଳ ଦିଗରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ରହନ୍ତି। ଓ ସାର୍, ତାହେଲେ ଏତେ କଥା। ଆମ ତ ତାହେଲେ ଇଣ୍ଟରେଷ୍ଟ ବହୁତ ବିଲ୍ଡ ହେଇଗଲାଣି। ଆପଣ ଆମକୁ ତାହେଲେ କୁହନ୍ତୁ, କଣ କଣ ଯୋଗ୍ୟତା ଅଛି, ଯେ କଣ କଣ ଡକ୍ୟୁମେଣ୍ଟାରୀ ଆମକୁ ରେଡି କରିବାକୁ ପଡିବ ରାଜ୍ୟପାଳ ହବା ପାଇଁ? ଦେଖ, ରାଜ୍ୟପାଳ ପଦରେ ନିଯୁକ୍ତି ପାଇବା ପାଇଁ ସମ୍ବିଧାନ ଦ୍ଵାରା ସ୍ଥିର କରାଯାଇଥିବା ଯୋଗ୍ୟତା ଗୁଡିକ ହେଲା, ସେ ଭାରତୀୟ ନାଗରିକ ହେଇଥିବା ଦରକାର, ହେଲା। ତାଙ୍କର ବୟସ 35 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ। କାହିଁକିନା ଗୋଟେ ଲୋକକୁ ଏଇ ପଲିଟିକାଲ କେସ ରେ ବା ଶାସନ ଭାର ଟା ଆକ୍ଚୁଆଲି କଣ, ଏଇ ଜିନିଷ ଟା ତା ମାଇଣ୍ଡ କୁ ଆସେ ବା ତାକୁ ବୁଝିବା ପାଇଁ 35 ବର୍ଷ ଟା ହେଇଯାଇଥିବ। କ୍ୟାପେବୁଲ ସେ 35 ବର୍ଷ ସୁଦ୍ଧା ତାକୁ ଏତିକି ଏକ୍ସପିରିଏନ୍ସ ହେଇଥିବ ଯେ ଶାସନ କାର୍ଯ୍ୟ ଚଳାନ୍ତି କେମିତି, ବୁଝିପାରୁଛ କି ନାଇଁ? ଆଉ ଏମିତି ତ ନାଇଁ ଯେ ରାସ୍ତାରେ ଚାଲୁଥିବା ଯେକୌଣସି ଲୋକ ନେଇ ରାଜ୍ୟପାଳ କରିଦବ, କି ରାଷ୍ଟ୍ରପତି କରିଦବ, କି କେନ୍ଦ୍ର ପ୍ରଧାନମନ୍ତ୍ରୀ କରିଦବ, ସେମିତି ତ ହୁଏନି ନା। ତାକୁ ବହୁତ ଛୋଟ ଛୋଟ ଷ୍ଟେପରେ ଯିବାକୁ ପଡେ। ହୁଁ, ବା ନର୍ମାଲି ବି ଯେକୌଣସି ଗୋଟେ କମ୍ପାନୀରେ ଯଦି କାମ କରିବାର ଅଛି, ଛୋଟ ପୋଷ୍ଟ ଆଗେ ତାକୁ ରଖାଯାଏ। ଧୀରେ ଧୀରେ ଏକ୍ସପିରିଏନ୍ସ ହେଲେ ତାକୁ ଯାଇ ବଡ ପୋଷ୍ଟ ରଖାଯାଏ, ନହେଲେ ଡାଇରେକ୍ଟ ବଡ ପୋଷ୍ଟ ରଖିଦେଲେ ସେ ତ ସଂସାର ବୁଡେଇ ଦବ, ବୁଝିପାରୁଛ କି ନାଇଁ? ଏଠି ବି ସେଇ ଜିନିଷ ହେଲା, କାହିଁକିନା ସେ 35 ବର୍ଷ ଭିତରେ ଧରାଯାଉ ଇଲେକ୍ସନ ହବ, ସେ ଇଲେକ୍ସନ ଏରିଆରେ ସେ ଗୋଟେ ଛୋଟ ଏରିଆର ଅଣ୍ଡରରେ ସେ ରହିବ, ବୁଝିପାରୁଛ କି ନାଇଁ? ସେ ଲୋକ ନେତା ହବ, ନେତା ହେଲେ କଣ ହବ, ସେ ଛୋଟ ଏରିଆର ନେତା ହବ, ଛୋଟ ଏରିଆ ଧୀରେ ଧୀରେ ବଡ ଏରିଆ, ବଡ ଏରିଆ ଏତେ ବଡ ଏରିଆ ଯେ ସେ ରାଜ୍ୟପାଳ ଆକ୍ଚୁଆଲି
मुख्यमंत्री आख्या पाई जाए पारे जदि मुख्यमंत्री ठारू जदि इंप्रेस हो गले ताहले भी से राज्यपाल आख्या भी पाई जाई पारे हला तो एते सब कांड करिक आसिला बेलको ताको 35 वर्ष ऑलरेडी हे गयो बुझाटी नै ताको कोन छोट एरिया ताको शासन भार दियाला कारण छोट एरिया लोक माने कोन लोक माने कथा से बुझी पारे जे आगे एटी हमर ड्रेनेज सिस्टम नै आगे एटी मार्केटिंग सिस्टम नै कि आगे एटी घर करिया पे सिस्टम नै ये सब छोट छोट जिंस गुडी को के से एरिया रो नेता बा ये सब मिनिस्टर जे थियो से छोट एरिया पे जा कोई सिलेक्ट करे थियो इलेक्शन करेगी से बुझे से सब जिंस हां तो जो लोकन को घर जाए जो वोट मांगती से मानको डिपार्टमेंट सेटा सेही डिपार्टमेंट रो ओहरी आसेला परे बा सेही डिपार्टमेंट को जदी भल से सॉर्ट आउट करा देला धीरे धीरे प्रमोशन वाइज बा धीरे धीरे से जिंस को सॉर्ट आउट करला बेले कारण लोक मानको डिमांड आछि तो जदी लोक मानको डिमांड जदी फुलफिल करा जाए इमिति तो नै जे जो डिमांड फुलफिल करे से डिमांड भल के हिजबा नै ऑपोजिशन आसीबो किछि लोक विरोध रहबे जे नै ए जगह ड्रेन होबरी काने ए जगह मे भी किछि थाई पारे बुझियो जे नै तो जहाँ भी धर लोक जो लोक सपोर्ट रे लोक कि गोटे भल कम करिया जिबे लोक माने पिले एमिति थांदी मैक्सिमम लोक दूरदृष्टि न था तांकर से वर्तमान रो स्थिति ऊपर से एते डिपेंडेंट हो जाती जे से माने कोन होंती ना बेसी ए करिया को पसंद करंती नाही बुझो छी नै से माने बेसी आगु चिंता करते हैं प्रेजेंट को बेसी नोटिस करते तो से कौन करेंगे ऑब्वियसली से अपोज करेंगे बुझे से नेतार डिसीजन को से ऑब्वियसली अपोज करेंगे तो ताको केमिति मनैबा जदि भल से मानुचंती मानंतु पैसा दे कि मानंतु जदि भी न मानुचंती प्रशासनिक दम रे मो से काम करियार अछि काम जदि हां हबार अछि तल हबो जदि अपोजिशन आसुछि ताको जिमिति जिमिति हो तडा भल से समझाओ भल से ताको बुझाओ जदि न मानुचंती प्लान बी पैसा दियो जदि भी तापर भी न मानुचंती प्लान से प्रशासनिक हेल्प निये पुलिस लगे कि काम आरंभ करा बुझे ना से कौन से लाभजनक पदवी नथिबे राज्यपाल जदि हबार अच्छी तार तुमको कौन से हाई सैलरी वाला काम तुमको बंद करिया हबो कारण हाई सैलरी काम माने सेतर रेस्पेक्ट भी हाई रेस्पेक्ट हाई अर्थात तुमको लोक माने बेसी चिन्हिथिबे जोटा कि प्रॉब्लम ही पारे तुम शत्रु मानक पाई तुम शत्रु मानक पाई एटा सुविधा हो जाय पारे से तुमको इजिली किल कर दे पारंती आ देखो कंपनी रे तुम अछो कौन से हाई सैलरी कंपनी रे अछो केवल कंपनी वाला को इफेक्ट पड़ियो बा तुम फैमिली मानो को इफेक्ट पड़ियो बट जो तुम राज्यपाल पोस्ट थाई जदी निज जदी शत्रुता जदी मेंटेन करे दोचो बा जदी तुम शत्रुता बिल्ड करे दोचो बा तुम मानक प्रति शत्रु मानक इंटरेक्शन जदी बेसी होउची बा शत्रु माने तुमको किल करिया पे एबे बेसी कोन ट्राई करूछती ताहले सेटा भी तुम पे आउरी बेसी विपद होई पारे काना एबे सेबे कोन कंपनी टा केवल तुम अंडर थिला बा तुम सारा केवल ଗୋଟେ छोटिया कंपनी टा चलुछला बट एबे तुम पूरा ଗୋଟେ राज्य को संभालियो बुझबे ना से राज्य रे तुम से कंपनी वाला हजार हजार कंपनी थाई परंते तो से समस्त को शासन भार तुमको दिया जाउची आ तुम जदि सही अवसर जदि निज प्राण त्याग कर देला बा कौन से कारण तुमर किछ असुविधा हेगला तुम शत्रु माने जो तुम जदि हर्ट करेले ताहले बाबा बहुत किछि लॉस हो जाय पारे बुझियो नै से केंद्र संसद किंबा कौन से राज्य विधान मंडल सदस्य होई नथिबे जदि केंद्र संसद किंबा राज्य विधान मंडल कौन से सभ्य राज्यपाल पद रे नियुक्त होई शपथ करंती तबे संगे संगे तांकर शासन सांसद बा विधायक पदवी रो अंत हुए हला फटाफट ताऊ से चाकरी काढ ए चाकरी पूरा एबे आछो गोटे राज्यपाल पावर कोन जे गोटे राज्यपाल कोन करि परियो के को सीमा पर्यंत से आई पारे देखो प्रथम कथा तो आछी कार्यपालिका क्षमता कोन संविधान राज्य सरकार समस्त कार्यपालिका क्षमता राज्यपाल न्यस्त करी अछि राज्यपाल केवल संवैधानिक शासन मुख्य होइतरो एही समस्त क्षमता तांको नाम रे मंत्री परिषद द्वारा संपादित होइथाए हला राज्यपाल कार्यपालिका क्षमता मध्य नियुक्ति प्रदान क्षमता विशेष गुरुत्वपूर्ण राज्य नूतन विधानसभा गठन पर निर्वाचन शेष हो फलाफल घोषित होगा पर राज्यपाल मुख्यमंत्री और तांकर परामर्श मंत्री परिषद अन्य मंत्री मानक नियुक्ति करती बुझे नहीं पावर देखो विधानसभा आवश्यक संख्यागरिष्ठ आसन पाई दल नेता को राज्यपाल मुख्यमंत्री भाव में नियुक्ति करते कौन सी गोटे राजनैतिक दल विधानसभा
ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରିଲେ ଏକାଧିକ ଦଳ ମିଳିତ ହୋଇ ମନ୍ତ୍ରିମଣ୍ଡଳ ଗଠନ କରନ୍ତି। ଏହି ମେଣ୍ଟ ଦଳର ସର୍ବସମ୍ମତ ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି କରନ୍ତି। ଯଦି କୌଣସି ଗୋଟେ ରାଜନୈତିକ ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ ନ କରେ ବା ମେଣ୍ଟ ଦଳ ଦ୍ୱାରା ସମର୍ଥିତ ନେତାଙ୍କ ସପକ୍ଷରେ ବିଧାନସଭାର ଅର୍ଦ୍ଧାଧିକ ସଭ୍ୟଙ୍କର ନିଶ୍ଚିତ ସମର୍ଥନ ନଥାଏ ଏବଂ ଏକାଧିକ ନେତା ନିଜ ନିଜ ସପକ୍ଷରେ ରାଜ୍ୟପାଳଙ୍କ ନିକଟରେ ବହୁମତ ଦାବି କରନ୍ତି, ତାହେଲେ ରାଜ୍ୟପାଳ ନିଜର ସ୍ୱେଚ୍ଛାଧୀନ କ୍ଷମତା ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନିଯୁକ୍ତି କରନ୍ତି ଏବଂ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଧାନସଭାରେ ନିଜ ସପକ୍ଷରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ମାନେ ରାଜ୍ୟପାଳଙ୍କ ହାତ ଏତେ ବାଟ ପର୍ଯ୍ୟନ୍ତ ଅଛି ହେଲା, ଜାଣିନଥିଲ ନା? ପିଏସଏମ୍ କୁ ସବସ୍କ୍ରାଇବ କଲେ ବହୁତ କିଛି ଜାଣିବା ପାଇବ। ଯୋଉଠି ନର୍ମାଲ ଟିଚର ତମକୁ କହିଦିଏ ତମ ଗାଁ ତମରି ଆଖପାଖ ଟିଚର ତମକୁ କହିଦିଏ ଘୋଷ, ପିଏସଏମ୍ ସେଠି କୁହେ ତମକୁ ବୁଝ ଜିନିଷଟା କଣ, ସିଷ୍ଟମ ଟା କଣ ତମେ ବୁଝ। ତେବେ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଗୋଟିଏ ସ୍ଥିର ସରକାର ରାଜ୍ୟରେ ପ୍ରତିଷ୍ଠା ହୋଇପାରି ନାହିଁ, ସେତେବେଳେ ରାଜ୍ୟପାଳ ସେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ପ୍ରଦାନ କରିଥାନ୍ତି। ହେଲା, ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତି ମାନଙ୍କର ନିଯୁକ୍ତି ସମୟରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରିଥାନ୍ତି। ରାଜ୍ୟର ମହାଧିବକ୍ତା ଏବଂ ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟ ବୃନ୍ଦ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତି ହୁଅନ୍ତି। ଏହା ବ୍ୟତୀତ ରାଜ୍ୟପାଳ ରାଜ୍ୟର ବିଭିନ୍ନ ଆୟୋଗର ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଅନ୍ତି। ନିଜ ପଦାଧିକାର ବଳରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ବା ଯାହାକୁ ଚାନ୍ସେଲର ବୋଲି କୁହାଯାଏ ବା ଏବେକା ଯୁଗରେ ବି ସେ ଚାନ୍ସେଲର ହିଁ କୁହାଯାଉଛି, ତା ସେ ହଉଛନ୍ତି ରାଜ୍ୟପାଳ। ରାଜ୍ୟପାଳଙ୍କ ହାତ ଏତେ ବାଟ ପର୍ଯ୍ୟନ୍ତ ବି ଅଛି। କୁଳାଧିପତି କୁଳାଧିପତି ଭାବରେ ସେ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ନିଯୁକ୍ତି କରନ୍ତି। ସମସ୍ତ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରନ୍ତି। ଯେଉଁ ରାଜ୍ୟରେ ଦୁଇ କକ୍ଷ ବିଶିଷ୍ଟ ବିଧାନମଣ୍ଡଳ ଥାଏ, ସେ କ୍ଷେତ୍ରରେ ରାଜ୍ୟପାଳ କଳା, ସାହିତ୍ୟ, ବିଜ୍ଞାନ, ସମାଜ ସେବା ତଥା ସମବାୟ କ୍ଷେତ୍ରରେ ବିଶେଷ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେ ଜଣଙ୍କୁ ରାଜ୍ୟ ବିଧାନ ପରିଷଦର 1/6 ସ୍ଥାନ ପାଇଁ ମଧ୍ୟ ମନୋନୀତ କରିଥାନ୍ତି। କାହିଁକି? କାରଣ ତାଙ୍କର କଳା, ସାହିତ୍ୟ, ବିଜ୍ଞାନ, ସମାଜ ସେବା ତଥା ସମବାୟ କ୍ଷେତ୍ରରେ ତାଙ୍କର ବିଶେଷ ନଲେଜ ଅଛି ବା ତାଙ୍କର ବିଶେଷ ଭୂମିକା ଅଛି। ସେ ସବୁ ଜିନିଷରେ ତାଙ୍କର ବିଶେଷ ନାଁ ଅଛି। ସେଥିପାଇଁ ତାଙ୍କୁ 6 ଭାଗରୁ 1 ଭାଗ ସ୍ଥାନ ମନୋନୀତ କରାଯାଏ ରାଜ୍ୟ ବିଧାନସଭାରେ। ହେଲା, ଏଇ ଜିନିଷର କ୍ୟାପାବିଲିଟି ବି ଦିଆଯାଏ କାହାକୁ? ରାଜ୍ୟପାଳକୁ, ଯେ ସେ ସିଲେକ୍ଟ କରନ୍ତୁ ରାଜ୍ୟ ବିଧାନସଭାରେ କାହାକୁ ବସାଇବାର ଅଛି। ହେଲା, ଆହୁରି କଣ ହୁଏ? ରାଜ୍ୟପାଳଙ୍କ କଥା ଆହୁରି ଏଠି ସରୁନି। ଆହୁରି କଣ ହୁଏ? ଯଦି ରାଜ୍ୟପାଳଙ୍କର ହୃଦବୋଧ ହୁଏ ଯେ ରାଜ୍ୟ ବିଧାନସଭାରେ ଆଙ୍ଗ୍ଲୋ ଇଣ୍ଡିଆନ କଣ ଗତ ଅଧ୍ୟାୟରେ ବ୍ରିଫଲି ତମକୁ କହିଥିଲି। ତମକୁ ଭଲି କୁହାଯାଇଥିଲା ଆଙ୍ଗ୍ଲୋ ଇଣ୍ଡିଆନ କଣ, ଯଦି ଜାଣିନ ଯାଇକି ଦେଖିନିଅ, ଜଣା ପଡିଯିବ। ଆଙ୍ଗ୍ଲୋ ଇଣ୍ଡିଆନ ସମ୍ପ୍ରଦାୟର ଯଥୋଚିତ ପ୍ରତିନିଧିତ୍ୱ ହୋଇନାହିଁ, ତାହେଲେ ସେ ଉକ୍ତ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବିଧାନସଭା ମନୋନୀତ କରନ୍ତି। ହେଲା, ସିଧା ବିଧାନସଭା ପୋଷ୍ଟରେ ତାଙ୍କୁ ରଖିଦିଆଯାଏ। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ସମୟରେ ରାଜ୍ୟପାଳଙ୍କୁ ରାଜ୍ୟ ଶାସନ ପରିଚାଳନା କରିବାରେ ସହାୟତା ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ପରାମର୍ଶଦାତା ନିଯୁକ୍ତି ହୁଅନ୍ତି। ରାଜ୍ୟପାଳ ତ ଭଗବାନ ନୁହନ୍ତି ନା, ଆଉ ଏତେ ବଡ ରାଜ୍ୟଟାକୁ ସମ୍ଭାଳିବା ବି କଷ୍ଟକର। ତ ସେଇଥିପାଇଁକା ତାଙ୍କୁ ଉପଯୁକ୍ତ ଡିସିସନ ନେବା ପାଇଁ ତାଙ୍କୁ ହେଲ୍ପ କରନ୍ତି କିଏ? ପରାମର୍ଶଦାତା ମାନେ, ଯିଏକି ସେମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ହୋଇଥାନ୍ତି। ଆଉ ସେଇମାନେ କଣ କରନ୍ତି ନା ରାଷ୍ଟ୍ରପତିଙ୍କୁ କୋଉଟା ଭଲ କୋଉଟା ଖରାପ ସେଇ ବିଷୟରେ ଡିସିସନ ନେବାରେ ହେଲ୍ପ କରନ୍ତି। ବୁଝିପାରୁଛ ନା? ତମ ଘରେ ତମକୁ ଯାହା ବି କିଛି ପ୍ରୋବ୍ଲେମ ହଉଛି ବାପା ମାଙ୍କ ସହିତ ନହେଲେ ଫ୍ରେଣ୍ଡ ସହିତ ନହେଲେ ତମ ବର୍ଷା ସହିତ ସେୟାର କରୁଛ ନା ନାଇଁ? କାହିଁ ସେୟାର କରୁଛ? ଯେ ସେମାନେ କିଛି ଡିସିସନରେ ତମର ଡିସିସନ ତିଆରିରେ ସେମାନେ କିଛି ହେଲ୍ପ କରନ୍ତୁ, ସେମାନେ ନିଜର କିଛି ଓପିନିଅନ ରଖନ୍ତୁ। ଯଦି ସେ ଓପିନିଅନ ଯଦି 2 ପଇସାରେ ଦମ ଥିବ ତାହେଲେ ତମକୁ ଡିସିସନ ମେକିଂ ରେ ସୁବିଧା ହବ। ମେ ବି ତମେ ଏମିତି କିଛି ହେଇପାରେ ଯୋଉଟା କି ତମ ମାନେ ସେ ଜିନିଷଟା ଜାଣିନଥିବ। ତମ ବର୍ଷା ହଉ ନହେଲେ ତମ ବେଷ୍ଟ ଫ୍ରେଣ୍ଡ ହଉ ନହେଲେ ତମ ବାପା କି ତମ ମା କି ତମ ରିଲେଟିଭ କିଏ ସେ ଜିନିଷଟା ଜାଣିଥିବେ ଭଲସେ, ଯାହାଫଳରେ ତମକୁ ସେମାନେ ଓପିନିଅନ ଦେଇପାରିବେ। ଯଦି ତମକୁ ଓପିନିଅନ ଭଲ ଲାଗୁଛି ତାହେଲେ ଇଜିଲି ତାଙ୍କ ବିଷୟରେ ଭାବ, ସେ ଜିନିଷଟା ଭାବ, ତାପରେ ତମେ ଡିସିସନ ନିଅ। ବୁଝିପାରୁଛ ନା? ଡିସିସନ ମେକିଂରେ ଯୋଉ ସେମାନେ ହେଲ୍ପ କରୁଛନ୍ତି, ସିମିଲାରଲି ଗୋଟେ ରାଜ୍ୟର ଯଦି କୌଣସି ଡିସିସନ ନେବାର ଅଛି, ଯଦି ନିୟମ ଲାଗୁ କରିବାର ଅଛି, ଯଦି ରାଜ୍ୟ ପାଇଁ କିଛି ଗୋଟେ କରିବାର ଅଛି, ମନ୍ତ୍ରୀ ଦଳ କି ବୈଠକ ବୁलाई ଯାଏ। ଭାବଲ, ଶୁଣିଛ ନା ନାଇଁ? ସେଇ ଯେ ଏକଲା ଏ କିଛି କରିବା ପୂର୍ବରୁ ଡିସିସନ ନେବାକୁ ବେଶୀ ପ୍ରିଫର କରନ୍ତି। ଯେ
ସମସ୍ତେ ଏକମତ ହବା ଦରକାର। ମୋ ଡିସିସନରେ ସମସ୍ତେ ଏକମତ ହବା ଦରକାର, ତାହେଲେ ଯାଇକି ତ ସିନା ଦେଖ, ତାହେଲେ ଯାଇକି ଶାସନ ଭାର ଚଳିପାରିବ। ବୁଝିପାରୁଛ ନାଇଁ? ନହେଲେ ପୁଣି ଏଇମାନେ ବ୍ଲେମ ଦେବେ, ଆଜ୍ଞା ଆପଣ ତ ଆମକୁ ତ କିଛି ପଚାରି ନଥିଲେ, ତ ଆପଣ ମନ ଇଚ୍ଛା ଆପଣ କରିଥିଲେ, ଆମେ କିଛି କରିପାରିବୁନି, ସରି। ରାଜ୍ୟ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଓ ତଥ୍ୟ ରାଜ୍ୟପାଳଙ୍କୁ ଅବଗତ କରାଇବା ହେଉଛି ମୁଖ୍ୟମନ୍ତ୍ରୀଙ୍କର ସାମ୍ବିଧାନିକ କର୍ତ୍ତବ୍ୟ। ହେଲା, ମନ୍ତ୍ରୀ ପରିଷଦ ଦ୍ୱାରା ନିଆଯାଇଥିବା ସମସ୍ତ ନିଷ୍ପତ୍ତି ଓ ସମସ୍ତ ଆଲୋଚନା ସମ୍ପର୍କରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ଜାଣିଥାନ୍ତି। ହେଲା, ସେଥିପାଇଁ ଏମାନଙ୍କୁ ଅଣ୍ଡର ରଖିଛନ୍ତି। ଏବେ କଥା ଆସୁଛି ବୋଲେ ବ୍ୟବସ୍ଥାପିକା କ୍ଷମତା। ବ୍ୟବସ୍ଥାପିକା କ୍ଷମତା ତାଙ୍କର କଣ ଅଛି ଦେଖ। ଏ ବ୍ୟବସ୍ଥାପିକା କ୍ଷମତା ଟା କଣ ଦେଖ, ଆଉ ରାଜ୍ୟପାଳକୁ କେମିତି ଅତିବାହିତ କରିଥାନ୍ତି ସେଇଗୁଡା ବି ଦେଖିବା। ରାଜ୍ୟପାଳ ରାଜ୍ୟ ବିଧାନ ମଣ୍ଡଳର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏଇଟା ଆମେ ଜାଣିଛେ। ରାଜ୍ୟ ବିଧାନମଣ୍ଡଳ କହିଲେ ରାଜ୍ୟପାଳ ଏବଂ ବିଧାନସଭା ଓ ବିଧାନ ପରିଷଦକୁ ବୁଝାଏ। ମାତ୍ର ସବୁ ରାଜ୍ୟରେ ବିଧାନ ପରିଷଦ ନାହିଁ, ଜାଣିଛେ, ଏଇଟା ଟିକେ ଆଗରୁ ପଢିକି ଆଇଲେ। ରାଜ୍ୟପାଳ ବିଧାନମଣ୍ଡଳର ଏକ ବା ଉଭୟ ଗୃହର ଅଧିବେଶନ ଆହ୍ୱାନ କରନ୍ତି, ଅଧିବେଶନ ପରିସମାପ୍ତି ବା ପ୍ରୋରୋଗ ଘୋଷଣା କରନ୍ତି, ଅର୍ଥାତ୍ ଅଧିବେଶନଟି ସମାପ୍ତ ହେଲା ଏଇଠି। ଯେତେବେଳେ ଅଧିବେଶନ ଚାଲେ, ଅଧିବେଶନ ପରିସମାପ୍ତି କିଏ ଘୋଷଣା କରନ୍ତି? ରାଜ୍ୟପାଳ ଘୋଷଣା କରନ୍ତି। ଆବଶ୍ୟକ ସ୍ଥଳେ ସେ କେବଳ ବିଧାନସଭାକୁ ଭଙ୍ଗ କରିଥାନ୍ତି। ହେଲା, ଯେ ଯଦି ତାଙ୍କୁ ରିଏଲାଇଜ ହେଲା ଯେ ବିଧାନସଭାରେ କିଛି ଗୋଟେ ଭୁଲ ତ୍ରୁଟି ରହିଛି, କିଛି ପ୍ରୋବ୍ଲେମ ରହୁଛି, ଯୋଉଟା କି ମାନେ କଣ ଏମାନେ ଭିତରେ ଭିତରେ କଳି କଜିଆ ଲାଗି ଯାଉଛନ୍ତି, ବା ଏମାନଙ୍କ ଡିସିସନ ମେକିଂ ରେ କିଛି ପ୍ରୋବ୍ଲେମ ରହୁଛି, ତ ରାଜ୍ୟପାଳ ସେଇ ଟାଇମରେ ବିଧାନସଭାକୁ ଭଙ୍ଗ କରିଦେଇ ପାରନ୍ତି। ହେଲା, ଏଇଟା ପିଲା ମନେ ରଖିବ, ବିଧାନସଭାରେ ଉଭୟ ଏକ ବା ଉଭୟ ଗୃହର ଅଧିବେଶନ କିଏ ଆହ୍ୱାନ କରନ୍ତି? ରାଜ୍ୟପାଳ। ଆଉ ଯିଏ ଆହ୍ୱାନ କରେ ସେଇ ପରିସମାପ୍ତି କରେ। ଏଇ ଜିନିଷଟା ବି ମନେ ରଖିବ, ଯିଏ ଷ୍ଟାର୍ଟିଂ କରିଛି ଏଣ୍ଡିଙ୍ଗ ବି ସିଏ ଚାହିଁଲେ କରିପାରିବ। ବୁଝିପାରୁଛ କି ନାଇଁ? ଚାହିଁଲେ, ନ ଚାହିଁଲେ ନାଇଁ। ହଁ ତ ଦେଖିବା। ତେବେ ସାଧାରଣତଃ ଏ ସମସ୍ତ କ୍ଷମତା ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ କରନ୍ତି। ମୁଖ୍ୟମନ୍ତ୍ରୀ ବି ଯେତେବେଳେ ବି ରାଜ୍ୟର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ, ତାଙ୍କ ପରାମର୍ଶ ବି ଦରକାର। ବିଧାନ ପରିଷଦ ଏକ ସ୍ଥାୟୀ ସଦନ ଓ ଏହାର ବିଲୟ ନାହିଁ। ପିଲେ ଭାରତରେ ଭାରତ ପାଇଁ ରାଷ୍ଟ୍ରପତିଙ୍କ ପୋଷ୍ଟ ଯେତେ ଇମ୍ପୋର୍ଟାଣ୍ଟ, ଯେତେ ଜରୁରୀ, ସିମିଲାରଲି ପ୍ରତ୍ୟେକ ରାଜ୍ୟ ପାଇଁ ରାଜ୍ୟପାଳଙ୍କ ପୋଷ୍ଟ ବି ସେତେ ଇମ୍ପୋର୍ଟାଣ୍ଟ ବା ସେତେ ଜରୁରୀ। ହେଲା, ତମେ ଟିଭିରେ ବହୁତ କମ ରାଜ୍ୟପାଳଙ୍କୁ ଦେଖିବାକୁ ପାଉଥିବ, ବେସିକାଲି ତ ମୁଖ୍ୟମନ୍ତ୍ରୀକୁ ରାଜ୍ୟ କେଶ୍ ଯଦି କୁହାଯାଏ, ମୁଖ୍ୟମନ୍ତ୍ରୀକୁ ବେଶୀ ଦେଖିବାକୁ ପାଉଥିବ। ରାଜ୍ୟପାଳଙ୍କୁ ଏତେ ଦେଖିବାକୁ ପାଉନଥିବ ଯେତିକି ତ ମୁଖ୍ୟମନ୍ତ୍ରୀ ଦେଖିବାକୁ ପାଉଥିବ। କେନ୍ଦ୍ର ସରକାର ସେ ଜିନିଷଟା ପଢିକି ଆସିଥିଲେ। ତେବେ ସାଧାରଣତଃ ଏ ସମସ୍ତ କ୍ଷମତା ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ କରନ୍ତି। ବିଧାନ ପରିଷଦ ଏକ ସ୍ଥାୟୀ ସଦନ ଓ ଏହାର ବିଲୟ ନାହିଁ। ବିଲୟ ଅର୍ଥ ୟାର ଗୋଟେ ସେକେଣ୍ଡ ଅପସନ ନାହିଁ, ବିକଳ୍ପ ନାହିଁ ୟାର, ବୁଝୁଛ କି? ତାପରେ ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାରେ ପ୍ରଥମ ଅଧିବେଶନ, ପ୍ରତିବର୍ଷର ପ୍ରଥମ ଅଧିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ଲିଖିତ ଅଭିଭାଷଣ ବିଧାନସଭାରେ ପାଠ କରନ୍ତି। ଭାଷଣ ନଦେଲେ କେମିତି କଥାଟା ହବ, ବୁଝିପାରୁଛ ନାଇଁ? ଏଥିରେ ସରକାରଙ୍କର ନୀତି ଓ କର୍ମପନ୍ଥା ସୂଚିତ ହୋଇଥାଏ। ଆବଶ୍ୟକ ସ୍ଥଳେ ରାଜ୍ୟପାଳ ବିଧାନସଭାକୁ ପ୍ରଶାସନ ସମ୍ପର୍କିତ ବାର୍ତ୍ତା ପ୍ରେରଣ କରିଥାନ୍ତି। ଯେ ଆମ ରାଜ୍ୟର ପ୍ରଶାସନ ଏଇଆ ଚାହୁଁଛି, ପ୍ରଶାସନର ଡିମାଣ୍ଡ ଏଇଆ ଅଛି, ତ ତମମାନେ କଣ କହୁଛ? ପ୍ରଶାସନ ମାନଙ୍କର କଥା ବି ରାଜ୍ୟପାଳ ବିଧାନସଭା ଆଗରେ ରଖି ପାରନ୍ତି। ବୁଝିପାରୁଛ ନାଇଁ? ପ୍ରତ୍ୟେକ ଚିଠା ଆଇନ ବା ଯୋଉଟା ବିଧାୟକ କୁହାଯାଏ ବା ବିଲ୍ ଯୋଉଟା ସଂକ୍ଷେପରେ କୁହାଯାଏ, ବିଧାନସଭାରେ ବିଧାନ ମଣ୍ଡଳର ଉଭୟ ଗୃହରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଗୃହୀତ ହେବା ପରେ ରାଜ୍ୟପାଳଙ୍କ ସମ୍ମତି ପାଇଁ ତାଙ୍କ ପାଖକୁ ପଠାଯାଏ। ଏଇ ଯୋଉ ଉଭୟ ଗୃହ ଲେଖା ଅଛି, ଉଭୟ ଗୃହ ଜାଣିପାରୁଛ ନା, ଲୋକସଭା ଓ ରାଜ୍ୟସଭା ପ୍ରତ୍ୟେକ ରାଜ୍ୟରେ ଥାଏ। ଏଇ ଯୋଉ ଉଭୟ ଗୃହ ଲେଖା ହେଉଛି, ଉଭୟ ଗୃହର ମାନେ ଏଇଟା ଜାଣିପାରୁଛ ନା? ଏଇ ଉଭୟ ଗୃହ ଏଇ ସେନ୍ସରେ କୁହାଯାଉଛି, ଲୋକସଭା ଗୋଟେ, ରାଜ୍ୟସଭା ଗୋଟେ। ତାଙ୍କ ପାଖକୁ ପଠାଯାଏ। ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ଚିଠା ଆଇନଟି ଏକ ପୂର୍ଣ୍ଣାଙ୍ଗ ଆଇନ ପରିଣତ ହୁଏ, ଅର୍ଥାତ୍ ସେଇ ଆଇନଟି ଲାଗୁ ହେଇଗଲା। ବୁଝିପାରୁଛ ନା? ରାଜ୍ୟପାଳଙ୍କ ଦସ୍ତଖତ ହେଇଗଲା ପରେ ସେ ଆଇନଟା ପୁରା ସେ ଓଡିଶାରେ ପୁରା ସେ ରାଜ୍ୟରେ ଲାଗୁ ହେଇଯିବ। ବୁଝିପାରୁଛ କି ନାଇଁ? ଯୋଉ ଭଳିଆ କେନ୍ଦ୍ର ସରକାର ପାଠରେ ଆମେ ପଢିକି ଆସିଥିଲେ, କେନ୍ଦ୍ର ସରକାରଙ୍କ କେସରେ ଯାହା ହେଇଥିଲା, କେନ୍ଦ୍ର ସରକାରଙ୍କ କେସ ରାଷ୍ଟ୍ରପତିଙ୍କ ପାଖକୁ ଯଦି ସିଗ୍ନେଚର ବି କିଛି କରିବାର ଥାଏ, ତାହେଲେ ସେଟା ରାଷ୍ଟ୍ରପତିଙ୍କ ପାଖକୁ ଆସେ, କିନ୍ତୁ ପୁଣି ଆଉ ଥରେ ସେଟା କୋଉଠିକି ଉଭୟ ଗୃହକୁ ପଠାଯାଏ।
ना कौन पुणी से केन्द्र पाक पठा जाए जांच करने जो फाइनाल तो राज्यपाल केस से हुए राज्यपाल आस सीधा दस्तखत करदे गोटे नियम लागू करा जाए क्या देख राज्य केस कौन हुए जे नियम प्रणयन करने नियम भांगे बेस समय लगे बेसी क्राइटेरिया न था बुझे नहीं किंतु क्या देखो ना ये नियम लागू करने देख मैंने केते शीघ्र मैंने ये कर दौरान बुझे नहीं नियम टाक लागू करने नियम टाक एक्टिव करने ये देखिपे केते कौन से कौन कर ना केते शीघ्र बा केते फटाफट एमाने गोटे नियम को लागू करे दे परछन आ जदी एते फटाफट एमाने नियम को लागू करे परछन तो ऑब्वियसली एमाने सेते शीघ्र नियम को भांगी बारी कैपेसिटी भी रखि परछे बुझ परछे नहीं सेही जिंसडा हुए किंतु जदि केंद्र रे नियमटी लागू करिया पे आमे गत क्लास रे गत अध्याय पढिथिला ना तो केंद्र रे नियमटी लागू करिया पई राष्ट्रपति को बुझ पाइलो तो बुझ पाइलो नहीं ऑडियो कट हेला मोर कोन भूल त माने गत क्लास देखथिलो आ गत क्लास देखि नथिलो ऑडियो म्यूट को मु काई न करी सब कुछ मुफ्त रे पाइ गयो ना कोन क्लासेस देखो तुम एग्जाम्स पे बड़ा इंपोर्टेंट अछि तो सेठी जो एते बड़ा स्टेप जोडा मु एई एबे जस्ट कहि के आइली तो एठी जदी एते बड़ा स्टेप रहउची ताले ऑब्वियसली तुम माने दीपसाटी दिमाग लगाउनो तो जदी ताको जदी गोटे नियम को लागू करया पे जदी एते क्राइटेरिया रहउची ताले नियम को भांगिया पे केते क्राइटेरिया रहउतो तो जदी नियम को भांगिया पे एते क्राइटेरिया रहउची तो ऑब्वियसली नियम को जदी बनियार तो सोच समझ के माने कोन भाबी चिंती के नियम को बनियार अछि ना नहीं तो सेति पई का जत देश ऊपर तो प्रश्न उठे तो सेते बेला कोन हुए ना बहुत भाबी चिंती की बहुत विचार विमर्श करी कि तापर नियम को लागू करा जाए एत सहज न नियम को लागू करिया माने नियम को आज लागू कर देला तो भांगियाटा आहुरी कष्ट भांगिया पई आहुरी भी बहु प्रकार क्राइटेरिया दरकार हुए कारण से नियमटा लागिले एमित नै जे समस्त रुष्ट होई जे किछि समर्थन करिया आ किछि तार अपोजिशन करिए बुझियो नै तो समर्थन वाला कथा भी ठीक आ जदि समर्थन वाला टिके जदि बेसी पावरफुल थाए ताल तो सरी हला कथा ताल तो कथा ही सरी हला आहुरी कष्ट छै बुझियो नै तो नियमटा को भांगियाटा आहुरी कष्ट नियमटा लगायाटा एते सहज लागे बट नियमटा भांगिया आहुरी कष्ट आ जो जगह नियम को मनोनीत करने नियम को लागू करने जिते कष्ट करा जाए ना पिले से कष्ट थे नियम को भांगा है से बेसिस रे तुम मैंने इजिली तुम जानी पारे जो को राज्य रे है को राज्य रे नियमटी जिते शीघ्र लागू हो जाए अर्थात से राज्य रे नियमटा भांगिया को बेस समय लगे बुझे नहीं प्रत्येक अर्थ चिठा आईन बा अर्थ बिल जोड़ा कह जाए ताकू राज्यपाल सम्मति देवाकू बाध्य कारण कौन अर्थ चिठा आईन बा अर्थ बिल बा फाइनेंशियल कंडीशन गोटे राज्य फाइनेंशियल कंडीशन उपरे स्टाम्प बसिया कामटा विधानसभा आगत होगा पूर्व राज्यपाल प्राक अनुमति लाभ करिथा दरकार लाभ करिथा एतद व्यतीत अन्य साधारण चिठा आईन बा बिल गुडी राज्यपाल सम्मति पाइबा पई तांको पाखो पठा गले से निम्नलिखित मध्य जेकोसी गोटे विकल्प पंथा ग्रहण करिथांती तार सर कौन से विकल्प पंथा गुडी देखियो से सम्मति प्रदान करती और फल चिठा आईन टे गोटे पूर्णांग आईन में परिणत हुए ता छड़ा विधानमंडल व विधानसभा पुनः विचार में से चिठा आईन टी को निजर वार्ता सहित फेरस्त करि पारंती जदि ताको किछि एतर भूल जाना पड़े तो जदि नाही स्टाम्प बसदी विदा कर दियो राष्ट्रपति कर विचार में से चिठा आईन बा बिल टी को संरक्षित करि पारंती बुझबा छै नै विधानमंडल व विधानसभा पुनः विचार में फेरी आसथिबा साधारण चिठा आईन बा बिल टी विधानमंडल पुनः विचार पर राज्यपाल को सम्मति में पठा गले से ताको सम्मति प्रदान करिया को असम्मत हुअंती नाही बा जदी किछि पुणी भूल देखाला पुणी ताको ए कराओ जते पर्यंत भूल धरा होछि सेते पर्यंत ताको फेरा चला चलथियो आ वांस भूल सट आउट होला पर इजीली स्टाम्प मार दे विदा कर दे छै छरा विधानमंडल व विधानसभा अधिवेशन चालू नथिबा समय जदि कोनोसी जरूरी परिस्थिति मुकाबला करिया पय नतन आईन प्रणयन करिया को आवश्यकता पड़े सेतबेले मुख्यमंत्री और मंत्री परिषद को परामर्श क्रमे राज्यपाल कोन करंती ना अध्यादेश बा जोटा को ऑर्डिनेंस कहा जाए सेटा को जारी करिथांती तो वर्तमान कथा उठी जो अध्यादेश कोन
ନା ପିଲା ଅଧ୍ୟାଦେଶ ହଉଛି ଏକ କାର୍ଯ୍ୟନିର୍ବାହୀ ଆଇନ, ଇଂଲିଶରେ କହିଲେ ଏକ୍ଜିକ୍ୟୁଟିଭ ଲ, ବା ଗୋଟେ ଅସ୍ଥାୟୀ ବା ଗୋଟେ ସ୍ୱଳ୍ପକାଳୀନ ଆଇନ ଯୋଉଟା କି ଆପାତକାଳୀନ ବା ଇମର୍ଜେନ୍ସି କେସରେ ଲାଗୁ କରାଯାଏ ହେଲା। ଯେତେବେଳେ ଚାହିଁଲେ ବି ସେ ନିୟମ ହଟେଇ ଦେଇ ହବ, ବୁଝିହଉଛି ନାଇଁ। ବିଧାନମଣ୍ଡଳର ପରବର୍ତ୍ତୀ ଅଧିବେଶନ ବସିବାର 6 ସପ୍ତାହ ମଧ୍ୟରେ ଅଧ୍ୟାଦେଶଟି ବିଧାନମଣ୍ଡଳ ଦ୍ୱାରା ଗୃହୀତ ହେବା ଆବଶ୍ୟକ, ନଚେତ ଏହା ସ୍ୱତଃ ଅକାମୀ ହେଇଯାଏ। ତାର ଟେମ୍ପୋରାରୀ କାମ ସରିଗଲା ସେଇଠି। ଏତଦ୍ ବ୍ୟତୀତ ରାଜ୍ୟପାଳ ଇଚ୍ଛା କଲେ ଯେକୌଣସି ସମୟରେ ଅଧ୍ୟାଦେଶଟିକୁ ପ୍ରତ୍ୟାହାର କରିନେଇ ପାରନ୍ତି। ଅଧ୍ୟାଦେଶ ସମ୍ପର୍କିତ ବିଷୟବସ୍ତୁ ଉପରେ ଏକ ସ୍ଥାୟୀ ଆଇନ ବିଧାନ ମଣ୍ଡଳରେ ଗୃହୀତ ହେଲେ ଅଧ୍ୟାଦେଶଟି ସ୍ୱତଃ ଅକାମୀ ହୋଇଯାଏ। ହେଲା, ନେକ୍ସଟ କଥା ଆସୁଛି କଣ, ଅର୍ଥ ସମ୍ପର୍କିତ କ୍ଷମତା। ବୋଲେ ଯୋଉଠି ପଇସା କଥା ଆସୁଛି ବା ଯୋଉଠି ଅର୍ଥ ସମ୍ପର୍କିତ କ୍ଷମତା ଆସୁଛି ସେଠି ବି ଆମ ରାଜ୍ୟପାଳଙ୍କର ହାତ ଅଛି। ରାଜ୍ୟପାଳଙ୍କ ଅଣ୍ଡରରେ ଏ କ୍ଷମତାଟା ବି ଅଛି। ଭେରି ଇମ୍ପୋର୍ଟାଣ୍ଟ ଏଇଟା ପିଲେ। ଆଚ୍ଛା, ଏତେ ଇମ୍ପୋର୍ଟାଣ୍ଟ ଆପଣ କହୁଛନ୍ତି, ତାହେଲେ କୁହନ୍ତୁ ଇମ୍ପୋର୍ଟାଣ୍ଟ କୋଉ ସେନ୍ସରେ ଆପଣ କଣ ଭାବି କହୁଛନ୍ତି ଇମ୍ପୋର୍ଟାଣ୍ଟ ଏଇଟା। ଦେଖ, ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥ ସମ୍ପର୍କିତ ଚିଠା ଆଇନ ବା ଅର୍ଥ ବିଲ୍ ଯୋଉଟା ତମେ କହୁଛ ବିଧାନସଭାରେ ଆଗତ କରାଯାଏ ନାହିଁ। କାହିଁକି? ପ୍ରତ୍ୟେକ ଆର୍ଥିକ ବର୍ଷର ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କ ଦ୍ଵାରା ବିଧାନସଭାରେ ରାଜ୍ୟର ବାର୍ଷିକ ଆୟ ବ୍ୟୟ ଅଟକଳ ବା ଯୋଉଟା ବଜେଟ କୁହାଯାଏ ଉପସ୍ଥାପିତ କରାନ୍ତି। ହେଲା, ଗୋଟେ ବର୍ଷରେ ରାଜ୍ୟରେ ତମ ମାନେ ଯାହା ବି କିଛି ପ୍ରଫିଟ ଇନକମ କରେଇଲ, ଏଜ ଏ ଜିଏସଟି, ଏଜ ଏ ଟ୍ୟାକ୍ସ, ଏଜ ଏ ଫାସ୍ଟାଗ, ଫାସ୍ଟାଗ ଜାଣିଛ ନା ନାଇଁ? ଟୋଲ, ଟୋଲରେ ଟୋଲରେ ଫାସ୍ଟାଗ ଲାଗେ। ଫାସ୍ଟାଗ ମାନେ ତମ ଗାଡି ଧରାଯାଉ ଅଛି, ତମ ମୋବାଇଲରେ କଣ ହବ ନା ଜଷ୍ଟ ଯୋଉଭଳିଆ କ୍ୟୁଆର କୋଡ ଯୋଉଟା ସ୍କାନ କରାଯାଏ ଫାସ୍ଟାଗ ପିଲେ ସେଇଭଳିଆ ହେଲା। ତମ ଗାଡି ନମ୍ବର ହିସାବରେ ଅଟୋମେଟିକାଲି ତମର ଯୋଉ ପେମେଣ୍ଟ ଆପ୍ ଅଛି ସେ ପେମେଣ୍ଟ ଆପରେ ଅଟୋମେଟିକାଲି ଶୋ ହେଇଯିବ, ବୁଝିପାରୁଛ ନାଇଁ। ସେ ଗାଡି ନମ୍ବରକୁ ସ୍କାନ କରିଦିଆହବ, ଟୋଲରେ ଏଇଟା କରାଯାଏ। ଟୋଲ ଫୋଲ ମାନଙ୍କରେ ଗାଡି ନମ୍ବରକୁ ସ୍କାନ କରାଯାଏ। ଗାଡି ନମ୍ବର ହିସାବରେ ତମ ମୋବାଇଲ ନମ୍ବର ରେଜିଷ୍ଟର ଥିବ, ତ ତମ ମୋବାଇଲ ନମ୍ବରକୁ ଅଟୋମେଟିକାଲି ପଳେଇବ କଣ ଗୋଟେ ଏସଏମଏସ ଟେ ପଳେଇବ ବା ଗୋଟେ ସେ ମେସେଜ ଗୋଟେ ପଳେଇବ, ସେଥିରେ କ୍ଲିକ କରିକି ତମେ ପେମେଣ୍ଟ କରିପାରିବ ହେଲା। ନା ସେଥିରେ କୌଣସି କ୍ୟୁଆର କୋଡ ଆବଶ୍ୟକ ଅଛି, ନା ସେମିତି କୌଣସି ଅସୁବିଧା ଅଛି ହେଲା। ଯିଏ କିପ୍ୟାଡ ମୋବାଇଲ ରଖିଥିବ ସେ କଣ କରିବ, ସେ ପଇସା ଦବ। ବଟ୍ ଏମିତିରେ ଯଦି ତମ ପାଖରେ ପେମେଣ୍ଟ ଆପ୍ ଅଛି, ମୋର ଗୋଟେ ଆଣ୍ଡ୍ରଏଡ ଫୋନ ଅଛି ବା ଗୋଟେ ଆପଲ ଅଛି, ତାହେଲେ ଇଜିଲି ତମ ମାନେ ପେମେଣ୍ଟ କରିପାରିବ। ଫାସ୍ଟାଗରେ ଏଇଟା ହଉଛି ରୁଲ ହେଲା। ଆଉ ଯଦି ବ୍ୟାଟେରୀ ଇନଫରମେସନ ପାଇବାର ଅଛି, ତମ ମାନେ ୟୁଟ୍ୟୁବରେ ବି ସର୍ଚ୍ଚ ମାରି ଦେଇ ପାରିବ ଫାସ୍ଟାଗ କଣ ଜିନିଷଟା, ତମକୁ ଜଣା ପଡିଯିବ। ଏହା ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ଦାବି ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କ ଦ୍ଵାରା ବିଧାନସଭାରେ ଆଗତ କରାନ୍ତି। ହଁ ମୁଁ କହୁଥିଲି ନା, ତମ ମାନେ କେତେ ପ୍ରଫିଟ ଅର୍ନ କରୁଛ ଏଜ ଏ ଜିଏସଟି, ଏଜ ଏ ଟ୍ୟାକ୍ସ, ଏଜ ଏ ଟୋଲ, ଓକେ, ଏସବୁ ଜିନିଷରେ ତମ ମାନେ କେତେ ଟ୍ୟାକ୍ସ ଆଦାୟ କରୁଛ, ଆଉ ରାଜ୍ୟର କୋଉଠି ରାସ୍ତା ତିଆରି ହବ, କୋଉଠି ଡ୍ରେନ ତିଆରି ହବ, ଏସବୁ କାମରେ ତମେ କେତେ ପଇସା ଖର୍ଚ୍ଚ କରୁଛ। ଯେତିକି ପଇସା ଖର୍ଚ୍ଚ କରୁଛ କଣ ତାଠୁ ଡବଲ ଇନକମ ହେଇପାରୁଛି? ଯଦି ଇନକମ ହଉଛି ତାହେଲେ ଠିକ ଅଛି। ସ୍କୁଲ କଲେଜ ମାନଙ୍କରେ ତମେ କେତେ କଣ ପଇସା ଖର୍ଚ୍ଚ କଲ ହେଲା, ଆଉ 5T ଯୋଉ କରଉଛ ସ୍କୁଲ କଲେଜ ମାନଙ୍କରେ କେତେ ପଇସା କଣ ଖର୍ଚ୍ଚ ହଉଛି, ବା କେତେ ପଇସା ଅର୍ନ ହେଇପାରୁଛି ଗଭର୍ଣମେଣ୍ଟ ସ୍କୁଲ କଲେଜ ମାନଙ୍କରୁ, ବୁଝିପାରୁଛ କି ନାଇଁ। ସ୍କଲାରସିପ ଯୋଉ ଦିଆ ହଉଛି, ପ୍ରି ମାଟ୍ରିକ ସ୍କଲାରସିପ, ପୋଷ୍ଟ ମାଟ୍ରିକ ସ୍କଲାରସିପ, ଏ ସବୁ ବିଭିନ୍ନ ପ୍ରକାର ସ୍କଲାରସିପ ଦିଆଯାଉଛି। ଏଥିରେ କେତେ କଣ ପଇସା ଖର୍ଚ୍ଚ ହଉଛି, ତମକୁ ଯୋଉ ସାଇକେଲ ପାଇଁ ପଇସା ଦିଆହଉଛି ସେ ସବୁ ପାଇଁ କେତେ କଣ ପଇସା ଖର୍ଚ୍ଚ କରାହଉଛି, ଏସବୁ ଜିନିଷ ଉପରେ ସବୁ ତର୍ଜମା କରାଯାଏ। ଆଉ ଏସବୁରେ ରିପୋର୍ଟ କିଏ ମାଗନ୍ତି? ରାଜ୍ୟପାଳ ମାଗନ୍ତି। ତାପରେ ରାଜ୍ୟପାଳଙ୍କୁ ନ୍ୟାୟିକ କ୍ଷମତା ବି ଅଛି, କାହାକୁ କଣ ନ୍ୟାୟ ଦେବା କଥା ଏଇ ଜିନିଷ ବି ରାଜ୍ୟପାଳ ବୁଝନ୍ତି। କେମିତି? ଜିଲ୍ଲା ସ୍ତରୀୟ ନ୍ୟାୟାଳୟର ବିଚାରପତି ମାନଙ୍କର ନିଯୁକ୍ତି ରାଜ୍ୟପାଳଙ୍କର ନ୍ୟାୟିକ କ୍ଷମତା ଅନ୍ତର୍ଭୁକ୍ତ ହେଲା। ରାଜ୍ୟର ଉଚ୍ଚ ନ୍ୟାୟାଳୟର ବିଚାରପତି ମାନଙ୍କର ନିଯୁକ୍ତି ସମୟରେ ମଧ୍ୟ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି। ରାଜ୍ୟପାଳ ରାଜ୍ୟରେ ପ୍ରଚଳିତ ଆଇନ ଦ୍ଵାରା ଦଣ୍ଡିତ ଅପରାଧୀ ମାନଙ୍କର ଦଣ୍ଡକୁ କୋହଳ ବା ଲାଘବ କରିପାରନ୍ତି, ବା ଦଣ୍ଡାଦେଶକୁ ସ୍ଥଗିତ ମଧ୍ୟ ରଖିପାରନ୍ତି ଯଦି ରାଜ୍ୟପାଳ ଚାହାନ୍ତି ତ। କୋର୍ଟ ର ଅର୍ଡର ଆସିଗଲା, କୋର୍ଟ ର ଅର୍ଡର କୁ ଚାହିଁଲେ କେବଳ ଗୋଟିଏ ଲୋକ ଏମିତି ଅଛି ଯିଏ କି ଅଟକେଇ ପାରିବ ବା ଖାରଜ କରିଦେଇ ପାରିବ ହେଲା।
କୋହଳ କରିପାରିବେ ମାନେ ତା ଦଣ୍ଡକୁ ଟିକେ କମ କରିପାରିବେ ବା ଲାଘବ କରିଦେବେ ଦଣ୍ଡ ହଟେଇ ଦେବେ ବା ଟୋଟାଲି ଦଣ୍ଡାଦେଶ ସ୍ଥଗିତ କରିଦେବେ ଯଦି କିଛି ରିପୋର୍ଟ ମିଳିନାହିଁ ବା ଯଦି କିଛି ଫଲ୍ସ ଯୋଉ କହନ୍ତି ନା କଣ ସେଟା କୁହନ୍ତି ମନେ ପଡୁନି ହଁ ଫଲ୍ସ ଏଭିଡେନ୍ସ ପାଇଁକା ଯଦି ସେ ନିର୍ଦ୍ଦୋଷୀଟା ଯଦି ଦୋଷ ସାବ୍ୟସ୍ତ ହେଇପାରୁଛି ତାହେଲେ ରାଜ୍ୟପାଳଙ୍କ ପାଖରେ ଯଦି ଗୁହାରି କରାଯାଏ ତାହେଲେ ରାଜ୍ୟପାଳ ବି ଚାହିଁଲେ ତାକୁ ସ୍ଥଗିତ କରିଦେଇ ପାରନ୍ତି ହେଲା ଓକିଲ ମାନଙ୍କୁ ସମୟ ଦିଅନ୍ତି ଯେ ଯାଅ ତମମାନେ ଆହୁରି ବି କିଛି ଖୋଜିକି ଆସ କଣ ୟା ପାଇଁକା ପ୍ରମାଣ କିଛି ଖୋଜିକି ଆସ ବୁଝିପାରୁଛ ନାଇଁ ତାପରେ ଆସୁଛି ଅନ୍ୟାନ୍ୟ ଏସବୁ ଯୋଉ ଆମେ ଯେତିକି କ୍ଷମତା ପଢିକି ଆଇଲେ ତା ଛଡା ଅନ୍ୟାନ୍ୟ କିଛି କ୍ଷମତା ରହୁଛି କି ଛୋଟ ମୋଟ କ୍ଷମତା ରହୁଛି ତ କଣ ସେ କ୍ଷମତା ଗୁଡିକ ଦେଖିବା ରାଜ୍ୟପାଳ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ ସମ୍ପାଦନ କରନ୍ତି ତ ପ୍ରତି 15 ଦିନରେ ଥରେ ରାଜ୍ୟ ଶାସନ ସମ୍ପର୍କରେ ସେ ରାଷ୍ଟ୍ରପତିଙ୍କୁ ପାକ୍ଷିକ ରିପୋର୍ଟ ହେଲା ପାକ୍ଷିକ ରିପୋର୍ଟ ପ୍ରଦାନ କରନ୍ତି ବୁଝିପାରୁଛ କେନ୍ଦ୍ର ସରକାର ବି ଟିକେ ଟିକେ ଜାଣିବା ଦରକାର ନା ରାଜ୍ୟରେ କଣ ହଉଛି କୋଉ ରାଜ୍ୟରେ କଣ ହଉଛି ତ ସେଇ ବିଶେଷ ରିପୋର୍ଟ ଦିଅନ୍ତି ଯେ ଆମେ ଏଇ ନିୟମ ଲାଗୁ କଲୁ ଏଇ ନିୟମ ନାହିଁ ସେ ସବୁ କିଛି ଗୋଟେ ରିପୋର୍ଟରେ ଧାର୍ଯ୍ୟ କରାଇକି ରଖାଯାଇଥାଏ ଫାର୍ଷ୍ଟ ପଏଣ୍ଟ ସେକେଣ୍ଡ ପଏଣ୍ଟ ଦେଖ କଣ ହଉଛି ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କୌଣସି ରାଜ୍ୟରେ ରାଜ୍ୟ ଶାସନ ଚାଲି ନ ପାରିଲେ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥାନ୍ତି ରାଜ୍ୟପାଳ ତ ଦେଖନ୍ତି ଯେ ଇଏ ଯୋଉ ଲୋକ ଗୁଡିକ ଆମ କଥା ଶୁଣୁନାହାନ୍ତି ବା ଏ ଲୋକ ଗୁଡିକ ଏ ଲୋକ ଗୁଡିକୁ ବୁଝାଇବାଟା ଆମ ପକ୍ଷେ ଭାରି କଷ୍ଟକର ଜିନିଷ ତ ସେତେବେଳେ କଣ କରନ୍ତି ନା ରାଜ୍ୟପାଳ ନିଜ ଶାସନ ଭାର ରାଷ୍ଟ୍ରପତିଙ୍କୁ ଦେଇ ଦିଅନ୍ତି ବା ରାଷ୍ଟ୍ରପତିଙ୍କୁ ନିବେଦନ କରନ୍ତି ଯେ ଆପଣ ଏଇ ରାଜ୍ୟର ଶାସନ ଭାର ନିଜ ହାତକୁ ନିଅନ୍ତୁ କାହିଁକିନା ମୁଁ ପାରୁନାହିଁ ମୋ ପକ୍ଷେ ସମ୍ଭବ ହଉନି ଏ ରାଜ୍ୟକୁ ଶାସନ କରିବା ହେଲା କୌଣସି ବି ରିଜନ ହଉ ଆତଙ୍କବାଦୀ ରିଜନ ହଉ ବା ଅର୍ଥ ସମ୍ବନ୍ଧୀୟ ରିଜନ ହଉ ବା ଯେତିକି ରିଜନ ପଡିଗଲେ ଯଦି ଏ ରିଜନ ରୁ ଯଦି କୌଣସି ଗୋଟେ ଉଦ୍ଧତ ମାତ୍ରାରେ ହଉଛି ତାହେଲେ ରାଜ୍ୟପାଳ ସେଗୁଡାକ ସମ୍ଭାଳି ପାରୁନାହାନ୍ତି ତ ରାଷ୍ଟ୍ରପତିଙ୍କ ଅଣ୍ଡରକୁ ନବା ପାଇଁ ରାଜ୍ୟପାଳ ଗୁହାରି କରନ୍ତି ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ମାନଙ୍କର ସମାବର୍ତ୍ତନ ଉତ୍ସବରେ ସେ କୁଳାଧିପତି ଭାବରେ ଅଧ୍ୟକ୍ଷତା କରନ୍ତି ଓ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରନ୍ତି ଦୀକ୍ଷାନ୍ତ ମାନେ ବୋରିଂ ଏବେ ଦୀକ୍ଷାନ୍ତ ମାନେ ସେ ନିଜେ ଭାଷଣ ଗୁଡିକ ଦିଅନ୍ତି ସେ ବିଶ୍ୱବିଦ୍ୟାଳୟର ସୁପରିଚାଳନା ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଥାନ୍ତି ତା ଛଡା ରାଜ୍ୟପାଳ ହେଉଛନ୍ତି ରାଜ୍ୟ ରେଡକ୍ରସ ସଂସ୍ଥାର ମୁଖ୍ୟ ଯଦି ତମେ ଜାଣିନ ରାଜ୍ୟ ରେଡକ୍ରସ ସଂସ୍ଥାର କାମ କଣ ନେକ୍ସଟ କ୍ଲାସରେ କହିବି ସବୁ ଆଜି କହିଦେବି ନା ସବୁ ହାତ ହଜମ କରିଦବ ନା ତମେ ବିଭିନ୍ନ ସଭା ସମିତି ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରନ୍ତି ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଜ୍ୟସ୍ତରୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରନ୍ତି ଏଇ କିଛିଟା ଜାଗାରେ ରାଜ୍ୟପାଳ ଦୁନିଆ ସାମ୍ନାକୁ ଆସନ୍ତି ବୁଝିପାରୁଛ ନାଇଁ ସେ ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ସମୟରେ ଆଲୋଚନା କରନ୍ତି ସେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରନ୍ତି ହେଲା ରାଷ୍ଟ୍ରପତିଙ୍କ ଦ୍ଵାରା ଆହୁତ ରାଜ୍ୟପାଳ ମାନଙ୍କର ବାର୍ଷିକ ଅଧିବେଶନରେ ରାଜ୍ୟପାଳ ଯୋଗ ଦେଇ ଆଲୋଚନାରେ ଭାଗ ନିଅନ୍ତି ହେଲା ଏସବୁ କଣ ସମ୍ବିଧାନରେ ଧାର୍ଯ୍ୟ ଅଛି ତା ଛଡା ତାଙ୍କର ଯୋଉ ଆମେ ପ୍ରଥମରୁ ପଢିକି ଆସିଛେ ଯେ ରାଜ୍ୟପାଳଙ୍କର କିଛି ଗୋଟେ ସ୍ଵେଚ୍ଛାଧୀନ କ୍ଷମତା ରହୁଛି ତ ସେ ସ୍ଵେଚ୍ଛାଧୀନ କ୍ଷମତା କଣ ସେଇ ଜିନିଷଟାକୁ ପଢିବା ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେଉଁ କ୍ଷମତା ପ୍ରୟୋଗ କରିବା ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ପରାମର୍ଶ ଦ୍ଵାରା ପରିଚାଳିତ ନ ହୋଇ ନିଜର ବୁଦ୍ଧି ଓ ବିବେକ ଦ୍ଵାରା ପରିଚାଳିତ ହୁଅନ୍ତି ସେଇ କ୍ଷମତାକୁ ରାଜ୍ୟପାଳଙ୍କର ସ୍ଵେଚ୍ଛାଧୀନ କ୍ଷମତା କୁହାଯାଏ ଅର୍ଥାତ ଏଇ କ୍ଷମତାକୁ ଲାଗୁ କରିବା ପାଇଁ ତାକୁ କାହାରି ବି ପରମିଶନର ବା କାହାରି ବି ଜ୍ଞାନର ବା କାହାରି ବି ସଜେସନ ର ଆବଶ୍ୟକତା ନାହିଁ ସକାଳ ମୁଣ୍ଡକୁ ଉଠିଲା ନିୟମ ପ୍ରଣୟନ କରିପାରିବେ ରାଜ୍ୟପାଳଙ୍କର ସେ କାପାସିଟି ବି ଦିଆହେଇଛି ତାଙ୍କୁ କାହାରି ସହିତ ତାଙ୍କୁ ବିଚାର ବିମର୍ଶ କରିବା ଦରକାର ନାହିଁ ସେ ଆପେ ଆପେ ଚାହିଁଲେ ନିୟମ ପ୍ରଣୟନ କରିପାରିବେ ତେବେ କେଉଁ କ୍ଷେତ୍ରରେ ରାଜ୍ୟପାଳ ଇଚ୍ଛାଧୀନ କ୍ଷମତା ପ୍ରୟୋଗ କରିପାରିବେ ଏମିତି ନାହିଁ ଯେ ଯାହା ମୁଣ୍ଡକୁ ଆସିବ ସେୟା କରିବେ ହଁ ନର୍ଥ କୋରିଆ ଅବସ୍ଥା ହେଇଯିବ ସେଇ ଜିନିଷ ବି କିନ୍ତୁ ହେଇପାରିବନି ସ୍ୱେଚ୍ଛାଧୀନ କ୍ଷମତା ମାନେ କଣ ଯାହା ପାରେ ତାହା କରିଦବ ନା କଣ ନର୍ଥ କୋରିଆ ଭାବିଲ କି ଏଟାକୁ ଭୁଲରେ ନୁହେଁ ତ କିଛି କାମରେ ସେ ସ୍ୱେଚ୍ଛାଧୀନ କ୍ଷମତା ଲଗେଇ ପାରିବେ କୋଉ କାମରେ ଦେଖ ତମେ ଭାବୁଛ ସେ ସବୁ କାମରେ ଲଗେଇବେନି ସେମିତି ନାଇଁ ସେ ଯୋଉ କାମରେ ବି ଲଗେଇବାକୁ ଚାହିଁବେ ସେ ନିଜେ ସ୍ଥିର କରିପାରିବେ ଜାଣିଛ କି ନାଇଁ ତାଙ୍କୁ ସମ୍ବିଧାନ ତରଫରୁ ଏ ସ୍ୱୀକୃତି ଦିଆହେଇଛି ଯେ ଆପଣଙ୍କୁ ଯୋଉ ଡିପାର୍ଟମେଣ୍ଟରେ ଏଜୁକେସନ ଡିପାର୍ଟମେଣ୍ଟ ହଉ କି ଇକୋନୋମିକ୍ସ ଡିପାର୍ଟମେଣ୍ଟ ହଉ ଜାଣିପାରୁଛ ନାଇଁ
एजुकेशन माने स्कूल कॉलेज डिपार्टमेंट मानकर हो बा तुमको जदि किछि अर्थनैतिक केस रे जदि तुमको किछि जदि नियम लागू करियार अछि ताले तमे निज इच्छा करि परियो सेतर किछि कारि विचार विमर्श नाही कि कोनसी रेस्ट्रिक्शन नाही हला जे तमे एई काम ही करिया को पाउन सेमित नाही राज्यपालकर इच्छाधीन क्षमता विषय कौन से प्रश्न न्यायालय उत्थापित हुए नाही जे काहे कि नियमटा लागू कराला का को काहे कि से आंसर देलेनी ए जिसडा भी उच्च न्यायालय मानकर भी ए जिसडा उठा जाए नाही हाँ ताको मुंड उठला कला आ कोन केही भी पद उठे पारिबे नाही यदि पद उठेले समाप्त এই ক্ষমতার পরিসর সম্পর্কে সংবিধানের কৌশি বিশদ আলোচনা হই নাই এ সম্পর্কে রাজ্যপালଙ୍କର নিষ্পত্তি চূড়ান্ত অটে যাহা মাই ডিসিশন ফুল এন্ড ফাইনাল ওকে ଏବେ ଆମ ସମ୍ମୁଖରେ ଆସୁଛି ହ୍ୱାଟ ଆର୍ ଦ ରୋଲ ଅଫ ଏ ରାଜ୍ୟପାଳ ସାର୍ ଏଇ କି କଥା ଆପଣ ଖଣ୍ଡିଆ ଇଂଲିଶ କଣ କହୁଛନ୍ତି ଆପଣ ଅଲି ହେଇଗଲା ନା କଣ এইটা তো মোর প্রশ্ন রাজ্যপাল মতে কমেন্টরে কইও রাজ্যপাল ইংলিশ কোন এই ননা তো স্যার फटाफट एलेक्सा बे एलेक्सा के बच्चे एलेक्सा फेलेक्सा मु कहिया कोनी तम ज्ञान रे तो तमे सेटा देखो मो खालटरे एने जो सब गाई दे पळेमी स्टूडेंट मानकर मु जागे जागे टेस्ट भी निया राज्यपाल इंग्लिश को मते कमेंट रे कहियो राज्यपालकर भूमिका मुख्यतः दुई गोटी हला यदि मेन राज्यपाल जोति पाई के सिलेक्शन करा जाए तांकर दुई गोटी मुख्य कारण अछि दुई जगह तांकर मुख्य भूमिका अछि से नथिले राज्यपाल शासन फिका कोन कोन सेडा तो राज्यपाल जो दुई गोटी भूमिका मध्य एक पक्ष से होचंदी राज्य प्रशासन सांविधानिक शासन मुख्य जानिले राज्यर सांविधानिक शासन मुख्य भूमिका निजर दायित्व संपादन करिया समय राज्यपाल संसदीय गणतंत्र परंपरा अनुसार मुख्यमंत्री परामर्श अनुसार कार्य करती ठीक अच्छे अपर पक्ष राज्यपाल होती एटा बोले गोटे भूमिका अपर पक्ष राज्यपाल होती राज्य केंद्र सरकार प्रतिनिधि राज्यपाल होती राज्य और केंद्र सरकार मध्य जोगसूत्र रक्षाकारी से केंद्र सरकार को राज्य प्रशासन संपर्क में नियमित भाव में अवगत कराई जातीय संहति और अखंडता बजाय रक्षा केंद्र और राज्य मध्य सुसंपर्क रक्षा कर सहायक हुंती यही भूमिका कार्य करने समय राज्यपाल अन्य कहार परामर्श परिचालित न हो निज इच्छा कार्य करपारती देश को रक्षा कर राज्यपाल पदवी मर्यादापूर्ण और संविधान स्वीकृति तेज निजर कार्य नैपुण्य सांविधानिक दायित्वबोध और राजनैतिक तथा प्रशासनिक परिपक्वता और सर्वोपरि बलिष्ठ व्यक्तित्व राज्यपाल पदवी को अधिक सम्मानास्पद करिथाए सेइतमै तो पिले राज्यपाल इंपोर्टेंस केते जानि परछ तो एठु निजर दायित्व भूमिका रे राज्यपाल निर्विवादीय हेबा बांछनीय देश पई भी करिए राज्य पई भी करिए नेक्स्ट क्लास रे हमने पढ़िया कोन एउठु मंत्री परिषद मुख्यमंत्री नेक्स्ट क्लास रे हम एउठु पढ़िया है राज्यपाल विषय पढ़िए राज्यपाल जो मुख्यमंत्री मंत्री परिषद विचार विमर्श नहीं काम करती मंत्री परिषद भी से हवा दरकार ताले तो से सपोर्ट करिए कि डिसीजन मेकिंग रे किसी टिप्स देवे बुझे ना ब्रेन से दरकार ताकू ताले केमिति गठन करा सेटा हम नेक्स्ट क्लास रे पढ़िया आज आम पिले एतिकी तुम तुम वर्षा को नहीं खुशी रहो आउ देख नेक्स्ट क्लास रे कौन करा ओके बाय बाय।